أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين ଗତ ଖୁତବାରେ ମୁଁ ହୁନୈନ ଯୁଦ୍ଧ ବିଷୟରେ ଚର୍ଚ୍ଚା କରିଥିଲି। ସେହି କ୍ରମରେ ଆଜି ଅତିରିକ୍ତ ଚର୍ଚ୍ଚା ବର୍ଣ୍ଣନା କରିବି। ହୁନୈନ ଯୁଦ୍ଧରେ ଆଲ୍ଲାହ ତାଆଲାଙ୍କ ତରଫରୁ ଏପରି ଏକ ସୈନ୍ୟବାହିନୀ ଅବତୀର୍ଣ୍ଣ ହୋଇଥିଲା ଯେ ସେହି ସୈନ୍ୟବାହିନୀଙ୍କୁ ଫରିସ୍ତାମାନଙ୍କ ସହିତ ତୁଳନା କରାଯାଇଛି। ଯେପରିକି ପବିତ୍ର କୁରାନର ଆୟାତ ରହିଛି, ତୁମ୍ମା ଆନଜାଲନାହୁ ସକୀନତହୁ ଆଲା ରସୂଲିହି ୱ ଆଲାଲ ମୁମିନିନା ୱ ଆନଜାଲା ଜୁନୁଦଲ ଲମ୍ ତରୌହା ୱ ଆଜ୍ଜବଲ୍ଲଜୀନା କଫରୁ ୱଜାଲିକା ଜଜାଉଲ କାଫିରିନ୍। ଅର୍ଥାତ୍ ଏହାପରେ ଆଲ୍ଲାହ ତାଆଲା ନିଜ ରସୂଲଙ୍କ ପ୍ରତି ତଥା ବିଶ୍ୱାସକାରୀଙ୍କ ପ୍ରତି ପ୍ରଶାନ୍ତି ଅବତୀର୍ଣ୍ଣ କରିଥିଲେ ଏବଂ ଏପରି ସୈନ୍ୟବାହିନୀ ପ୍ରେରଣ କରିଥିଲେ ଯେଉଁମାନଙ୍କୁ ତୁମେମାନେ ଦେଖିପାରିନଥିଲ ଓ ସେ ଅବିଶ୍ୱାସକାରୀମାନଙ୍କୁ ଶାସ୍ତି ପ୍ରଦାନ କରିଥିଲେ ଏବଂ ଏହା ହିଁ ଅବିଶ୍ୱାସକାରୀମାନଙ୍କ ପାଇଁ ଉଚିତ ପ୍ରତିଫଳ। ବ୍ୟାଖ୍ୟାକାର ଓ ଜୀବନୀ ଲେଖାଳିମାନେ ଏହି ଯୁଦ୍ଧରେ ଫରିସ୍ତାମାନଙ୍କର ଅବତୀର୍ଣ୍ଣ ପ୍ରସଙ୍ଗରେ ନାନା ଯୁକ୍ତି ବାଢ଼ିଛନ୍ତି। କେତେକ ଲୋକମାନଙ୍କର ଏହି ମତ ରହିଛି ଯେ ଫରିସ୍ତାମାନଙ୍କର ଅବତୀର୍ଣ୍ଣ କେବଳ ବିଶ୍ୱାସକାରୀମାନଙ୍କ ନିମନ୍ତେ ଶୁଭ ସୂଚନା ଓ ଶାନ୍ତି ନିମନ୍ତେ ଉଦ୍ଦିଷ୍ଟ ଥିଲା। ଅନ୍ୟଥା ଦେବଦୂତମାନେ ଯୁଦ୍ଧରେ ବ୍ୟବହାରିକ ରୂପେ ଭୌତିକ ରୂପେ ସାମିଲ ହୋଇନଥିଲେ। ଏହି ଧାରଣାଗୁଡ଼ିକ ମଧ୍ୟ କେତେକ ସଠିକ୍ ଆହାଦିସରେ ବିପରୀତ। ସଠିକ୍ ବର୍ଣ୍ଣନା ଅନୁଯାୟୀ ଦେବଦୂତମାନେ ଫରିସ୍ତାମାନେ ଯୁଦ୍ଧରେ ବ୍ୟବହାରିକ ରୂପେ ସାମିଲ ହୋଇଥିଲେ, କିନ୍ତୁ ଏଠାରେ ଏହି ସନ୍ଦେହ ସୃଷ୍ଟି ହୁଏ ଯେ ସାହାଯ୍ୟ ନିମନ୍ତେ ତ ଗୋଟିଏ ଦେବଦୂତ ଅର୍ଥାତ୍ ଫରିସ୍ତା ଯଥେଷ୍ଟ, ତେବେ ସହସ୍ର ସଂଖ୍ୟାରେ ଦେବଦୂତଙ୍କର ଅବତୀର୍ଣ୍ଣ ହେବାର ଆବଶ୍ୟକତା କ'ଣ ଥିଲା? ଇମାମ ଇବ୍ନେ କସିର ଯୁଦ୍ଧରେ ଦେବଦୂତମାନଙ୍କର ଅବତୀର୍ଣ୍ଣର ସଠିକ୍ ହଦିସର ଉପସ୍ଥାପନ କରିଛନ୍ତି ଓ ଉଲ୍ଲେଖ କରିଛନ୍ତି ଯେ ଆଲ୍ଲାହ ତାଆଲାଙ୍କ ପକ୍ଷରୁ ଫରିସ୍ତାମାନଙ୍କର ଅବତୀର୍ଣ୍ଣ ହେବା ଓ ମୁସଲମାନମାନଙ୍କୁ ଏହି ଶୁଭ ସୂଚନା ଦେବା ସ୍ୱରୂପ ଥିଲା, ତାଙ୍କୁ ସାନ୍ତ୍ୱନା ଦେବା ସ୍ୱରୂପ ଥିଲା। ଅନ୍ୟଥା ଆଲ୍ଲାହ ତାଆଲା ଏହା ବ୍ୟତୀତ ନିଜର ଶତ୍ରୁମାନଙ୍କ ବିପକ୍ଷରେ ମୁସଲମାନମାନଙ୍କ ସକାଶେ ଯଥେଷ୍ଟ। ସେଥିପାଇଁ ଆଲ୍ଲାହ ତାଆଲା କହିଲେ, ଏହି ସାହାଯ୍ୟ ଆଲ୍ଲାହ ତାଆଲାଙ୍କ ତରଫରୁ ଓ ସୂରା ମୁହମ୍ମଦରେ ଆଲ୍ଲାହ ତାଆଲା ଏହା କହିଲେ, ଯଦି ଆଲ୍ଲାହ ଚାହାନ୍ତି ତେବେ ସେ ସ୍ୱୟଂ ହିଁ ସେହି ଅବିଶ୍ୱାସକାରୀଙ୍କ ଠାରୁ ପ୍ରତିଶୋଧ ନେଇପାରିବେ, କିନ୍ତୁ ସେ ସ୍ୱୟଂ ପରୀକ୍ଷା କରିଥାନ୍ତି ବିଶ୍ୱାସକାରୀମାନଙ୍କର ନିଜ ଭକ୍ତମାନଙ୍କର। ପୁଣ୍ୟଶ୍ଳୋକ ହଜରତ ମସିହ ମଉଦ ଆଲୈହିସ୍ସଲାମ ଏହି କଥା ବର୍ଣ୍ଣନା କରିଛନ୍ତି ଯେ ପବିତ୍ର କୁରାନରେ ଫରିସ୍ତାମାନଙ୍କର ସାହାଯ୍ୟର ଶୁଭ ସୂଚନାର ଘଟଣା ଉଲ୍ଲେଖ ରହିଛି। 5000 ଫରିସ୍ତାମାନେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଓହ୍ଲାଇ ଆସିଥିଲେ ମୁସଲମାନମାନଙ୍କୁ
ଏହି ପ୍ରତିଶ୍ରୁତିକୁ ଅଧିକ କରି ଏଥିପାଇଁ ଦେଖାଇଲେ ଯେ ସେମାନଙ୍କ ନିମନ୍ତେ ଶୁଭ ସୂଚନା ସାବ୍ୟସ୍ତ ହେଉ। କିନ୍ତୁ ଦେବଦୂତମାନଙ୍କ ମଧ୍ୟରୁ ଜଣେ ଦେବଦୂତ ହିଁ ଏଥିପାଇଁ ସମର୍ଥ ଥିଲା ଯେ ସେ ନିଜ ପାଳନକର୍ତ୍ତାଙ୍କ ଆଦେଶ କ୍ରମେ ଭୂମିକୁ ଉପର ତଳ କରିଦେବ, ଓଲଟପାଲଟ କରିଦେବ। ତା ପାଇଁ 5000 ନୁହେଁ ବରଂ 5 ଜଣ ଫରିସ୍ତାଙ୍କର ମଧ୍ୟ ଆବଶ୍ୟକତା ନଥିଲା। କିନ୍ତୁ ଆଲ୍ଲାହ ତାଆଲା ଏହା ଚାହିଁଲେ ଯେ ସେମାନଙ୍କୁ ମହାନ ସାହାଯ୍ୟ ପ୍ରଦର୍ଶନ କରାଇବେ। ତେଣୁ ଆଲ୍ଲାହ ତାଆଲା ଏପରି ଶବ୍ଦ ଚୟନ କରି ଯହିଁରୁ ସାହାଯ୍ୟକାରୀର ସଂଖ୍ୟାଧିକତାକୁ ପ୍ରକାଶିତ କରୁଥିଲା, ଅତଏବ ତହିଁରୁ ଏହା ହିଁ ଯଥାର୍ଥ ନିଆଯାଇପାରେ। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ମଧ୍ୟ ତଫସିର ସଗୀରରେ ଏଥି ସଂକ୍ରାନ୍ତରେ ସଂକ୍ଷିପ୍ତ ନୋଟ ପ୍ରଦାନ କରିଛନ୍ତି। ସୂରା ଆଲେ ଇମ୍ରାନର ଆୟତ ସଂଖ୍ୟା 127ର ପାଦଟିକାରେ ହୁଜୁର ଉଲ୍ଲେଖ କରିଛନ୍ତି, ଫରିସ୍ତାମାନଙ୍କର ଚର୍ଚ୍ଚା କେବଳ ଏଥିପାଇଁ କରାଯାଇଛି ଯେ ସ୍ୱପ୍ନ କିମ୍ବା ତନ୍ଦ୍ରାବସ୍ଥାମୂଳକ ପ୍ରକଟନ ଅବସ୍ଥାରେ ଶୁଭ ସୂଚନା ମିଳିବା ଦ୍ୱାରା ମନୁଷ୍ୟର ସାହସ, ତାର ଦମ୍ଭ ବଢ଼ିଥାଏ। ଅନ୍ୟଥା ତହିଁରୁ ଯଥାର୍ଥ ଏହା ହିଁ ଥିଲା ଯେ ଈଶ୍ୱର ସାହାଯ୍ୟ କରିବେ। ପୁନଶ୍ଚ ଅନ୍ୟ ଏକ ସ୍ଥାନରେ ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ କୁହନ୍ତି, ତୁମେମାନେ ଏହି କଥାକୁ ଭଲ ଭାବରେ ମନେ ରଖ ଯେ ଯେଉଁ ବ୍ୟକ୍ତି ମରିବା ନିମନ୍ତେ ପ୍ରସ୍ତୁତ ହୋଇଯାଏ ସେହି ବ୍ୟକ୍ତିକୁ କେବେ ବି ମାରିପାରିବ ନାହିଁ। ଅବତାରମାନଙ୍କର ଗୋଷ୍ଠୀ ହେଉଛି ପ୍ରକୃତ ଗୋଷ୍ଠୀ, ଯେ କି ମୃତ୍ୟୁ ସ୍ୱୀକାରକାରୀ ଗୋଷ୍ଠୀ। କ'ଣ ଏପରି କେହି ସମ୍ପ୍ରଦାୟ ଅଛି ଯିଏ ସେହି ଅବତାରଙ୍କ ଗୋଷ୍ଠୀକୁ ମାରିପାରିବ? କଦାପି ନୁହେଁ। ସାର୍ବକାଳୀନ ଜୀବନ ପ୍ରାପ୍ତ କରିବାର ପ୍ରକୃତ ସାରମର୍ମ ଏହିକି ଯେ ମନୁଷ୍ୟ ଈଶ୍ୱରଙ୍କ ସକାଶେ ମୃତ୍ୟୁକୁ ସ୍ୱୀକାର କରିନେଉ, ସାଦରେ ଗ୍ରହଣ କରିନେଉ। ଅତଏବ ଯେତେବେଳେ କୌଣସି ବ୍ୟକ୍ତି ଏହି ସଂକଳ୍ପ ନେଇ ଛିଡ଼ା ହୁଏ, ସେତେବେଳେ ଆଲ୍ଲାହ ତାଆଲାଙ୍କ ଦେବଦୂତମାନେ ସେହି ବ୍ୟକ୍ତିକୁ ଜୀବିତ ରଖିବା ନିମନ୍ତେ ଛିଡ଼ା ହୋଇଯାଆନ୍ତି। ଅର୍ଥାତ୍ କୁସ୍ତି ଆରମ୍ଭ ହୋଇଯାଇଥାଏ। ମନୁଷ୍ୟ ବଳ ପ୍ରୟୋଗ କରିଥାଏ ଯେ ତାକୁ ଈଶ୍ୱର ମାର୍ଗରେ ମୃତ୍ୟୁପ୍ରାପ୍ତ ହେଉ, କିନ୍ତୁ ଫରିସ୍ତାମାନେ ବଳ ପ୍ରୟୋଗ କରନ୍ତି ଯେ ସେହି ବ୍ୟକ୍ତିକୁ ଜୀବିତ ରଖାଯାଉ। ଯେତେବେଳେ ଆଲ୍ଲାହ ତାଆଲାଙ୍କର ଭକ୍ତ ଏହା କୁହେ ଯେ ମୁଁ ଈଶ୍ୱରଙ୍କ ସକାଶେ ମରିବାକୁ ଚାହୁଁଛି, ସେତେବେଳେ ଈଶ୍ୱରଙ୍କ ସମସ୍ତ ଦେବଦୂତମାନେ କୁହନ୍ତି ଯେ ଆମେମାନେ ତୁମକୁ ମରିବାକୁ ଦେବୁ ନାହିଁ ଓ ପରିଶେଷରେ ଦେବଦୂତମାନେ ହିଁ ଜୟଯୁକ୍ତ ହୁଅନ୍ତି। ଭକ୍ତ ଚାହୁଁଛି ଯେ ସେ ମରିଯାଉ। ସେହି ଭକ୍ତ ଏଥିପାଇଁ ନିଜକୁ ଏପରି ପରିସ୍ଥିତିରେ ପକାଇ ଦେଇଥାଏ, ଏହାର ପରିଣାମ ମୃତ୍ୟୁ ହିଁ ହୋଇଥାଏ, କିନ୍ତୁ ସେ ମୃତ୍ୟୁବରଣ କରିନଥାଏ। ହୁନେନ ଯୁଦ୍ଧରୁ ହିଁ ଦେଖିନିଅ, ଯେତେବେଳେ ଶତ୍ରୁପକ୍ଷ ଆକ୍ରମଣ କରି ଆଗକୁ ଅଗ୍ରସର ହେଲା, ସେତେବେଳେ ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲୈହି ወସଲ୍ଲମଙ୍କ ପାଖରେ କେବଳ 12 ଜଣ ବ୍ୟକ୍ତି ରହିଯାଇଥିଲେ। ଅନ୍ୟ ସମସ୍ତେ ବିକ୍ଷିପ୍ତ ହୋଇଯାଇଥିଲେ, ପୃଷ୍ଠଭଙ୍ଗ ଦେଇଥିଲେ। ସେତେବେଳେ ହଜରତ ଅବ୍ବାସ ରଜିୟଲ୍ଲାହୁ କହିଲେ, ହୁଜୁର ଆପଣ ପଛକୁ ଘୁଞ୍ଚି ଯାଆନ୍ତୁ। କିନ୍ତୁ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ନିଜ ବାହନକୁ ଗୋଇଠି ମାରି ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ ଏବଂ କହିଲେ, ଅନନ୍ ନବିୟ୍ୟୁ ଲା କଜିବ୍ ଅନବ୍ନୁ ଆବ୍ଦୁଲ ମୁତ୍ତଲିବ୍, ଅର୍ଥାତ୍ ମୁଁ ପ୍ରତିଶ୍ରୁତ ଅବତାର, ମୁଁ ମିଥ୍ୟାବାଦୀ ନୁହେଁ। ତେଣୁ ତୁମେମାନେ 3000 ଧନୁର୍ଦ୍ଧର ହୁଅ କି 30,000, ମୁଁ ଏଥିପାଇଁ ଭ୍ରୂକ୍ଷେପ କରିବି ନାହିଁ। ଅର୍ଥାତ୍ ମୋର ଏଥିରେ କିଛି ଜାସ୍ ନାହିଁ, ମୁଁ ପରୱା କରିବି ନାହିଁ। ହେ ମୁଶ୍ରିକ ମାନେ, ତୁମେମାନେ ମୋର ଏହି ସାହସିକତାକୁ ଦେଖି ଏହା ଚିନ୍ତା କର ନାହିଁ ଯେ ମୁଁ ଈଶ୍ୱର। ନା, ମୁଁ ତୁମ ପରି ଜଣେ ମନୁଷ୍ୟ ମାତ୍ର ଏବଂ ଅବ୍ଦୁଲ ମୁତ୍ତଲିବଙ୍କର ସନ୍ତାନ। ଏହା ଏପରି ବାଣୀ ଥିଲା ଯାହା ମାନବତାକୁ ବିସ୍ମୃତ କରି ବିସ୍ମିତ କରି ଈଶ୍ୱରଙ୍କ ସମ୍ମୁଖରେ ଛିଡ଼ା କରି ଦେଇଥାଏ। 3-4 ହଜାର ଧନୁର୍ଦ୍ଧରମାନଙ୍କ ବିପକ୍ଷରେ ଜଣେ ବ୍ୟକ୍ତି ଏପରି କହିବା ଯେ ମୁଁ ଏଠାରୁ ହଟିପାରିବି ନାହିଁ, ତେବେ ଏହି ବ୍ୟକ୍ତି ଜଣକ ମନୁଷ୍ୟ ନୁହେଁ ବରଂ ଈଶ୍ୱର ହୋଇଥିବେ। ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲୈହି वसल्लम ସେତେବେଳେ ଏହା କହି ସେମାନଙ୍କର ସେହି
ଚିନ୍ତାଧାରାକୁ ମଧ୍ୟ ପଶମିତ କରିଦେଇଥିଲେ, ଦୂରୀଭୂତ କରିଦେଇଥିଲେ, ତାହାର ଖଣ୍ଡନ କରିଥିଲେ। ତାପରେ ଶତ୍ରୁର ପରାଜୟ ଓ ପଳାୟନ ସମ୍ପର୍କରେ ଉପରୋକ୍ତ ବିବରଣୀ ପୂର୍ବେ ମଧ୍ୟ ବର୍ଣ୍ଣିତ ହୋଇସାରିଛି। ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ଯେତେବେଳେ ଅନସାରମାନଙ୍କୁ ଡାକିଲେ, ଅନସାରମାନେ ଯେତେବେଳେ ଫେରି ଆସିଲେ, ଅନସାରମାନେ ଉତ୍ସାହର ସହିତ ଓ ପ୍ରାଣ ଉତ୍ସର୍ଗକାରୀ ମନୋଭାବର ସହିତ ଯୁଦ୍ଧ ଲଢ଼ିଲେ। ସେତେବେଳେ ନବୀ କରୀମ ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ଦୁଆ କରିବାକୁ ଲାଗିଲେ ଏବଂ ନିଜର ହାତରୁ ମୁଠାଏ ଗୋଡ଼ିମାଟି ଅବିଶ୍ୱାସକାରୀମାନଙ୍କ ଆଡ଼କୁ ଫିଙ୍ଗିଦେଲେ। ଏହାର ପରିଣାମ ଏହା ହେଲା ଯେ ବନୁ ହାୱାଜିନ୍ ସମ୍ପ୍ରଦାୟ ଏହି ଦାବି ଥିଲା, ସେମାନେ ଏହା ଦାବି କରୁଥିଲେ ଯେ ଆଜି ମହମ୍ମଦ ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ବୀର ଯୋଦ୍ଧାମାନଙ୍କ ସହିତ ମୁହାଁମୁହିଁ ହୋଇନାହାନ୍ତି। ମୁହାଁମୁହିଁ ହେଲେ ତାଙ୍କୁ ଆମେ ବତାଇଦେବୁ, ତାଙ୍କୁ ଜଣାଇଦେବୁ ଯେ ଯୁଦ୍ଧ କାହାକୁ କହନ୍ତି, ଯୁଦ୍ଧ ଲଢ଼ିବା କାହାକୁ କହନ୍ତି। ବାସ୍ତବରେ ଏହି ଯୁଦ୍ଧ ଆରବର ସବୁଠୁ ଶକ୍ତିଶାଳୀ ସମ୍ପ୍ରଦାୟ ସହିତ ଥିଲା। ଏହା କେବଳ କଥା ନଥିଲା, ବରଂ ସତ୍ୟ ଥିଲା ଯେ ସେହି ସମ୍ପ୍ରଦାୟ ବାସ୍ତବରେ ଏକ ଶକ୍ତିଶାଳୀ ସମ୍ପ୍ରଦାୟ ଥିଲା। ସେହି ସମ୍ପ୍ରଦାୟ କିଛି ସମୟ ମଧ୍ୟରେ ହିଁ ପରାଜିତ ହୋଇ ପଳାୟନ କରିବାକୁ ଲାଗିଲା। ନିଜର ସ୍ତ୍ରୀ ଛୁଆଙ୍କୁ ଓ ଧନ ସମ୍ପତ୍ତିକୁ, ଜୀବଜନ୍ତୁଙ୍କୁ ଛାଡ଼ି ପୃଷ୍ଠଭଙ୍ଗ ଦେଲା। ମୁସଲମାନମାନଙ୍କ ହସ୍ତରେ ଅନେକ ଲୋକମାନେ ବଧ ହେଲେ ଓ ସହସ୍ର ସଂଖ୍ୟାରେ ଲୋକେ ବନ୍ଦୀ ହେଲେ। ପଳାୟନକାରୀଙ୍କ ମଧ୍ୟରେ ସଂଖ୍ୟାଗରିଷ୍ଠ ପଳାୟନକାରୀ ଅସ୍ ଆଡ଼କୁ ପଳାୟନ କରିଥିଲେ। ପଳାୟନକାରୀଙ୍କ ମଧ୍ୟରେ ସଂଖ୍ୟାଗରିଷ୍ଠ ଦଳ ଅତାସ୍ କବିଲା ଆଡ଼କୁ ପଳାୟନ କରିଥିଲେ। ଏହି ଯୁଦ୍ଧରେ ହୱାଜିନ୍ ସମ୍ପ୍ରଦାୟର ଶତାଧିକ ଲୋକମାନେ ନିହତ ହୋଇଥିଲେ। ହଜରତ ଆବୁ ତାଲହା ରାଦିୟଲ୍ଲାହୁ 20 ଜଣ ଅବିଶ୍ୱାସକାରୀମାନଙ୍କୁ ବଧ କରିଥିଲେ। ସେହିପରି ସରିୟା ଓ ତାସ୍ ଯୁଦ୍ଧରେ ଅବିଶ୍ୱାସକାରୀମାନଙ୍କର 300 ଜଣ ସଦସ୍ୟ ବ୍ୟକ୍ତି ନିହତ ହୋଇଥିଲେ। ହୱାଜିନ୍ ସମ୍ପ୍ରଦାୟର ପଳାୟନ କରିବା ସତ୍ତ୍ୱେ ସକିଫ୍ ସମ୍ପ୍ରଦାୟର ଯୋଦ୍ଧାମାନେ ଯୁଦ୍ଧଭୂମିରେ ଚଟ୍ଟାଣ ପରି ଛିଡ଼ା ହୋଇ ରହିଥିଲେ। ବନୁ ସକିଫ୍ ସମ୍ପ୍ରଦାୟ ଅତ୍ୟନ୍ତ ବୀରତ୍ୱ ଓ ସାହସିକତାର ସହିତ ଲଢ଼ୁଥିଲେ, ଏପର୍ଯ୍ୟନ୍ତ କି ସେମାନଙ୍କର 70 ଜଣ ଲୋକମାନେ ମୃତ୍ୟୁବରଣ କଲେ। ସେହି ସମ୍ପ୍ରଦାୟର ଶେଷ ଧ୍ୱଜାବାହକ ଉସ୍ମାନ ବିନ୍ ଅବଦୁଲ୍ଲା ଥିଲା। ଯେତେବେଳେ ସେ ନିହତ ହେଲା, ସେତେବେଳେ ସକିଫ୍ ସମ୍ପ୍ରଦାୟ ମଧ୍ୟ ପଳାୟନ କଲା। ଉସ୍ମାନ ବିନ୍ ଅବଦୁଲ୍ଲାର ନିହତ ହେବାର ସୂଚନା ଯେତେବେଳେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ସେବାରେ ପହଞ୍ଚିଲା, ସେତେବେଳେ ହୁଜୁର ସେହି ଶତ୍ରୁ ସମ୍ପର୍କରେ କହିଲେ, ଅବଦୁଲ୍ଲା, ଆଲ୍ଲାହ ତାଆଲା ଅବଦୁଲ୍ଲାକୁ ନିଜର ଦୟାରୁ ଦୂରେଇ ଦିଅନ୍ତୁ। ଉସ୍ମାନ ବିନ୍ ଅବଦୁଲ୍ଲା ମନ ଭିତରେ କୁରେଶମାନଙ୍କ ସହିତ ବିଦ୍ୱେଷ ଭାବ ପୋଷଣ କରିଥିଲା। ଉସ୍ମାନ ବିନ୍ ଅବଦୁଲ୍ଲା ସଂହାର କରିଥିବା ବ୍ୟକ୍ତି ହଜରତ ଅବଦୁଲ୍ଲା ବିନ୍ ଉମയ്ୟାଙ୍କ ନିମନ୍ତେ ନିଜର ଦୟା ଓ କରୁଣା ପ୍ରାପ୍ତ ହେବା ନିମନ୍ତେ ଦୁଆ କଲେ। ହଜରତ ଅବଦୁଲ୍ଲା କହିଲେ, ମୁଁ ଆଶା କରୁଛି ଯେ ଆଲ୍ଲାହ ତାଆଲା ମୋତେ ଏହି ଅବସ୍ଥାରେ ହିଁ ଶାହାଦତ ପ୍ରଦାନ କରିବେ। ଅତଏବ ହଜରତ ଅବଦୁଲ୍ଲା ବିନ୍ ଅବି ଉମയ്ୟା ତାଏଫର ଘେରାଉ ସମୟରେ ଶାହାଦତର ସ୍ତର ପ୍ରାପ୍ତ କରିଥିଲେ, ଶହୀଦ ହୋଇଥିଲେ। କେତେକ ବର୍ଣ୍ଣନା ଅନୁଯାୟୀ ସେ ଧ୍ୱଜାବାହକ ଉସ୍ମାନ ବିନ୍ ଅବଦୁଲ୍ଲାଙ୍କୁ ହଜରତ ଅଲି ରାଦିୟଲ୍ଲାହୁ ବଧ କରିଥିଲେ। ଏହି ଯୁଦ୍ଧରେ 4 ଜଣ ସାହାବା ବୀରଗତି ପ୍ରାପ୍ତ କରିଥିଲେ। ସେମାନଙ୍କ ମଧ୍ୟରେ ସେମାନେ ହେଲେ ଯଥାକ୍ରମେ ହଜରତ ଉମ୍ମେ ଆୟମନଙ୍କର ସୁପୁତ୍ର ଆୟମନ ବିନ୍ ଉବେଦ। ଉମ୍ମେ ଆୟମନ ହେଉଛନ୍ତି ସେହି ମହିଳା ଯିଏକି ହୁଜୁର ସଲ୍ଲଲ୍ଲାହୁଙ୍କ ଲାଳନ ପାଳନ ନିମନ୍ତେ ନ୍ୟସ୍ତ କରାଯାଇଥିଲେ, ଦାୟିତ୍ୱରେ ମୁତୟନ କରାଯାଇଥିଲେ। ଦ୍ୱିତୀୟ ସାହାବା ହେଲେ ସୁରାକା ବିନ୍ ହାରିସ୍। ଏହି ସାହାବୀ ଜଣକ ଅନସାରୀ ସାହାବୀ ଥିଲେ। ତାଙ୍କ ପୁତ୍ର ହାରିସ୍ ବିନ୍ ସୁରାକା ବଦର ଯୁଦ୍ଧରେ ଶହୀଦ ହୋଇଥିଲେ। ତୃତୀୟ ବ୍ୟକ୍ତି ଜଣକ ହେଲେ ୟଜିଦ୍ ବିନ୍ ଜମା। ପ୍ରାରମ୍ଭିକ କାଳରେ ଇସଲାମ ଧର୍ମ ସ୍ୱୀକାର କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଓ ଅଶିକ୍ଷିତ ଯୁଗରେ ମଧ୍ୟ କୁରେଶମାନଙ୍କ ନିକଟରେ ସର୍ବୋଚ୍ଚ ମର୍ଯ୍ୟାଦାରେ ଆସୀନ ଥିଲେ। କୁରେଶମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କଠାରୁ ପରାମର୍ଶ ନେଉଥିଲେ। ଉମୁଲ ମୁମିନିନ ହଜରତ ଉମ୍ମେ ସଲମା ରାଦିୟଲ୍ଲାହୁଙ୍କ ଭଣଜା ସେ ଥିଲେ।
ଯୁଦ୍ଧଭୂମିରେ ଅଶ୍ୱ ବିଦୁକି ଯିବା ଫଳରେ ସେ ଶହୀଦ ହୋଇଯାଇଥିଲେ। ହୁରୁଡ଼ି ଯିବା ଫଳରେ ସେ ଶହୀଦ ହୋଇଥିଲେ। ଅର୍ଥାତ୍ ଘୋଡ଼ାରୁ ତଳେ ପଡ଼ି ସେ ତା ଗୋଡ଼ରେ ଚାପି ହୋଇ ଯାଇଥିଲେ ଓ ଶହୀଦ ହୋଇଯାଇଥିଲେ। କେତେକଙ୍କ ନିକଟରେ ତାଙ୍କର ଶାହାଦତ ତାଇଫ୍ ଯୁଦ୍ଧରେ ହୋଇଥିଲା। ତେବେ ଏହାର ଚର୍ଚ୍ଚା ଆଗକୁ ହେବ। ଚତୁର୍ଥ ସାହାବୀ ହେଲେ ହଜରତ ଅବୁ ଆମିର ରଜିୟତାଲା। ତାଙ୍କର ମଧ୍ୟ ଅତାଶ ଯୁଦ୍ଧରେ ଶାହାଦତ ହୋଇଥିଲା। ହଜରତ ଆଏଜ ରଜିୟତାଲା ବର୍ଣ୍ଣନା କରନ୍ତି ଯେ ହୁନୈନ ଯୁଦ୍ଧରେ ମୋ ମଥାରେ ଏକ ତୀର ଆସି ବାଜିଲା। ମୋ ମୁଖମଣ୍ଡଳରେ ଓ ଛାତିରୁ ରକ୍ତସ୍ରାବ ହେବାକୁ ଲାଗିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ନିଜର ପବିତ୍ର ହସ୍ତ ମୋ ମୁଖମଣ୍ଡଳ ଉପରେ ବୁଲାଇ ଆଣିଲେ, ଯାହାଫଳରେ ରକ୍ତସ୍ରାବ ବନ୍ଦ ହୋଇଗଲା। ତତ୍ପରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ମୋ ନିମନ୍ତେ ଦୁଆ କଲେ। କେତେକ ବର୍ଣ୍ଣନାକାରୀ କୁହନ୍ତି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଯେଉଁ ହାତ ସ୍ପର୍ଶ କରିଥିଲେ, ସେହି ପବିତ୍ର ହସ୍ତର ଚିହ୍ନ ତାଙ୍କ ଶରୀର ଉପରେ ପରବର୍ତ୍ତୀ ସମୟରେ ମଧ୍ୟ ସେମିତି ରହିଥିଲା। ଆଉ ଏକ ବର୍ଣ୍ଣନା ଅନୁଯାୟୀ ଯେତେବେଳେ ଅମାନ୍ୟକାରୀମାନେ ପରାଜିତ ହେଲେ ଓ ମୁସଲମାନମାନେ ନିଜ ନିଜ ଶିବିର ମଧ୍ୟକୁ ଚାଲିଗଲେ, ସେତେବେଳେ ମୁଁ ମହାଭାଗୁଙ୍କୁ ଦେଖିଲି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଲୋକମାନଙ୍କ ଗହଣରେ ଚଳପ୍ରଚଳ କରୁଥିଲେ ଓ କହୁଥିଲେ, କିଏ ମୋତେ ଖାଲିଦ ବିନ୍ ୱଲିଦ ନିକଟରେ ପହଞ୍ଚାଇ ଦେବ। ଆଉ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ତାଙ୍କ ନିକଟରେ ପହଞ୍ଚିଲେ, ସେତେବେଳେ ଖାଲିଦ ବାହନର ପାଲିକିର ସାହାରା ନେଇ ବସିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ତାଙ୍କ ପାଖରେ ବିରାଜିତ ହେଲେ ଏବଂ ନିଜ ପବିତ୍ର ଲାଳ ତାଙ୍କ କ୍ଷତ ସ୍ଥାନରେ ଲଗାଇ ଦେଲେ, ଯଦ୍ୱାରା ସେ ସୁସ୍ଥ ହୋଇଗଲେ। ଏତଦ୍‌ବ୍ୟତୀତ ସେହି ଯୁଦ୍ଧରେ ହଜରତ ଅବଦୁଲ୍ଲା ବିନ୍ ଅବି ଅଫ୍, ହଜରତ ଅବୁ ବକର ରଜିୟତାଲା, ହଜରତ ଉମର ରଜିୟତାଲା, ହଜରତ ଉସ୍ମାନ ରଜିୟତାଲା ଓ ହଜରତ ଅଲି ରଜିୟତାଲା ପରି ବଡ଼ ବଡ଼ ସାହାବାମାନେ ମଧ୍ୟ କ୍ଷତାକ୍ତ ହୋଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ହୁନୈନ ଯୁଦ୍ଧ ଭୂମିରୁ ଯେତେବେଳେ କେତେକ ମୁସଲମାନମାନେ ପଳାୟନ କଲେ, ସେତେବେଳେ ସେମାନଙ୍କ ମଧ୍ୟରୁ କେତେକ ଲୋକ ମକ୍କା ଚାଲିଗଲେ ଓ ସେଠାରେ ଯାଇ ମକ୍କାବାସୀଙ୍କୁ ଏହା କହିଲେ ଯେ, ହେ ମକ୍କାବାସୀ, ମୁସଲମାନମାନେ ହୁନୈନ ଯୁଦ୍ଧରେ ପରାସ୍ତ ହୋଇଯାଇଛନ୍ତି ଆଉ ନଉଜୁବିଲ୍ଲା ହଜରତ ମୁହମ୍ମଦ ନିହତ ହୋଇଯାଇଛନ୍ତି। ଏହି ଖବର ପ୍ରାପ୍ତ ହେବା ପରେ ମକ୍କାରେ ଉପସ୍ଥିତ ଥିବା କପଟ ବିଶ୍ୱାସୀମାନେ ଓ ଅନ୍ୟ ଲୋକମାନେ ଯେଉଁମାନଙ୍କ ମନରେ ବିଦ୍ୱେଷ ଭାବ ରହିଥିଲା, ସେମାନେ ଆନନ୍ଦରେ ପୁଲକିତ ହୋଇ ଉଠିଲେ ଏବଂ କହିବାକୁ ଲାଗିଲେ, ବର୍ତ୍ତମାନ ଆରବ୍ୟମାନେ ନିଜର ପିତୃ ପିତାମହ ଧର୍ମକୁ ଫେରି ଆସିବେ। ଏତେ ଅବସରରେ ମକ୍କାର ଅମୀର ଅତା ବିନ୍ ଅସିଦ୍ ଅତ୍ୟନ୍ତ ବୀରତ୍ୱ ଓ ସାହସିକତା ପ୍ରଦର୍ଶନ କଲେ ଏବଂ ମକ୍କାବାସୀଙ୍କୁ ସମ୍ବୋଧିତ କରି କହିଲେ, ହେ ମକ୍କାବାସୀମାନେ, ଇନ୍ କୁତିଲା ମୁହାମ୍ମାଦୁନ୍ ଫାଇନ୍ନା ଦୀନଲ୍ଲାହି କାଇମୁନ୍ ୱଲ୍ଲଜୀନା ୟାବୁଦୁହୁ ମୁହାମ୍ମାଦୁନ୍ ହାയ്ୟୁନ୍ ଲା ୟମୁତ୍। ଅର୍ଥାତ୍ ମୁହାମ୍ମଦ ସଲ୍ଲଲ୍ଲାହୁ ଆଲୈହି वसल्लम ଯଦି ଶହୀଦ ହୋଇଯାଆନ୍ତି, ତେବେ ମଧ୍ୟ ନିଃସନ୍ଦେହ ରୂପେ ଆଲ୍ଲାହ ତାଆଲାଙ୍କ ଧର୍ମ ସର୍ବଦା ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରହିବ। ମୁହାମ୍ମଦ ସଲ୍ଲଲ୍ଲାହୁ ଆଲୈହି वसल्लम ଯେଉଁ ଅସ୍ତିତ୍ୱ ତଥା ଯେଉଁ ସତ୍ତାଙ୍କର ଉପାସନା କରୁଛନ୍ତି ବା କରୁଥିଲେ, ଅର୍ଥାତ୍ ଆଲ୍ଲାହ ତାଆଲାଙ୍କର ସେ ଚିରଞ୍ଜୀବୀ, ସେ କେବେ ମୃତ୍ୟୁବରଣ କରିବେ ନାହିଁ। ବର୍ତ୍ତମାନ କିଛି ସମୟ ଅତିବାହିତ ହୋଇନଥିଲା ଯେ ହୁନୈନରୁ ଏକ ସୁସମାଚାର ଆସିଲା ଯେ ମୁସଲମାନମାନେ ବିଜୟୀ ହୋଇଛନ୍ତି ଓ ବନୁ ହୱାଜିନ୍ ସମ୍ପ୍ରଦାୟ ପରାଜିତ ହୋଇ ପଳାୟନ କରିଛି, ଯୁଦ୍ଧଭୂମି ଛାଡ଼ି ଚାଲିଯାଇଛି। ସେମାନେ ଶୋଚନୀୟ ଭାବରେ ପରାଜିତ ହୋଇଛନ୍ତି। ସେହିପରି ମଦିନାରେ ମଧ୍ୟ ଏହି ପରାଜୟ ଖବର ପହଞ୍ଚି ସାରିଥିଲା। ସେଠାରେ ହଜରତ ନହିକ୍ ବିନ୍ ଔସକୁ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लम ବିଜୟର ଶୁଭ ସୂଚନା ଦେଇ ପ୍ରେରଣ କରିଥିଲେ। ବର୍ଣ୍ଣନା ଅନୁଯାୟୀ ସେ କୁହନ୍ତି ଯେ, ମୁଁ ସନ୍ଧ୍ୟା ହେବା ପୂର୍ବରୁ ହିଁ ବାହାରି ପଡ଼ିଲି। ବାଟରେ ମଧ୍ୟ ଲୋକମାନେ ଏହି କଥାବାର୍ତ୍ତା କରୁଥିଲେ ଯେ ମୁହାମ୍ମଦ ସଲ୍ଲଲ୍ଲାହୁ ଆଲୈହି वसल्लम ସୈନ୍ୟବାହିନୀକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି
ଏବଂ ମାଲିକ ବିନ୍ ଅଫ୍ଙ୍କ ସେନାବାହିନୀ ମୁସଲମାନମାନଙ୍କୁ ପରାଜିତ କରିଦେଇଛି। ତେବେ ମୁଁ କହିଲି, ଏସବୁ ମିଛ କଥା। ବରଂ ଆଲ୍ଲାହ ତାଆଲା ନିଜର ବାର୍ତ୍ତାବହଙ୍କୁ ବିଜୟମଣ୍ଡିତ କରିଛନ୍ତି। ଶତ୍ରୁପକ୍ଷ ନିଜ ସ୍ତ୍ରୀ ପିଲାଙ୍କୁ, ନିଜ ପଶୁମାନଙ୍କୁ, ନିଜ ଧନ ସମ୍ପତ୍ତିକୁ ଛାଡ଼ି ଯୁଦ୍ଧଭୂମିରୁ ପୃଷ୍ଠଭଙ୍ଗ ଦେଇଛି। ସେମାନେ କୁହନ୍ତି ଯେ ମୁଁ ଏହି ସୂଚନା ପ୍ରଦାନ କରି ମଦିନାରେ 3 ଦିନ ମଧ୍ୟରେ ପହଞ୍ଚିଗଲି। ଏହା ପୂର୍ବରୁ ମୁଁ ବାହନ ଉପରେ ଏତେ ସମୟ ପର୍ଯ୍ୟନ୍ତ ଅହରହ ଦ୍ରୁତ ଗତିରେ ଯାତ୍ରା କରିନଥିଲି। ପୁନଶ୍ଚ ମୁଁ ମଦିନାଠାରେ ପହଞ୍ଚି ଏହି ଘୋଷଣା କଲି ଯେ ମୁହମ୍ମଦ ସଲ୍ଲଲ୍ଲାହୁ ଆଲାଇହି ወସଲ୍ଲମ ଆଲ୍ଲାହ ତାଆଲାଙ୍କ କୃପାରୁ ସକୁଶଳେ ଅଛନ୍ତି ଓ ମୁସଲମାନମାନଙ୍କୁ ବିରାଟ ବିଜୟ ପ୍ରାପ୍ତ ହୋଇଛି। ମୁଁ ଯେତେବେଳେ ସେଠାରୁ ବାହାରିଥିଲି ସେତେବେଳେ ମୁସଲମାନମାନେ କିଛି ମାଲେ ଗନିମତ ଏକତ୍ରିତ କରିସାରିଥିଲେ ଓ ଆଉ କିଛି ମାଲେ ଗନିମତ ଏକତ୍ରିତ କରିବାକୁ ଯାଉଥିଲେ। ପୁନଶ୍ଚ ସେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ପବିତ୍ର ପତ୍ନୀମାନଙ୍କ କୋଠରୀ ଆଡ଼କୁ ଗଲେ ଓ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସକୁଶଳର ସୂଚନା ମଧ୍ୟ ସେମାନଙ୍କୁ ପ୍ରଦାନ କଲେ, ଅର୍ଥାତ୍ ହୁଜୁରଙ୍କର ସହଧର୍ମିଣୀମାନଙ୍କୁ। ପ୍ରତ୍ୟୁତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସମସ୍ତ ପବିତ୍ର ପତ୍ନୀମାନେ ଆଲ୍ଲାହ ତାଆଲାଙ୍କ କୃତଜ୍ଞତା ଜ୍ଞାପନ କଲେ ଓ ପ୍ରସନ୍ନିତ ହେଲେ। ବନୁ ହୱାଜିନ୍ ସମ୍ପ୍ରଦାୟର ସେନାପତି ମାଲିକ ବିନ୍ ଅଫ୍ ଯୁଦ୍ଧଭୂମିରୁ ପଳାୟନ କରି ଏକ ଘାଟି ଉପରେ ଯାଇ ଛିଡ଼ା ହୋଇଗଲା ଓ କହିଲା, ରହିଯାଅ ଏପର୍ଯ୍ୟନ୍ତ କି ଦୁର୍ବଳ ଲୋକମାନେ ଓ ତୁମର ଭାଇମାନେ ଆସି ପରସ୍ପର ସହିତ ମିଶିଯିବେ। ହଜରତ ଜୁବେର ବିନ୍ ଆୱାମ ରଜିୟଲ୍ଲାହୁ ସେମାନଙ୍କୁ ଯେତେବେଳେ ଦେଖିଲେ ସେତେବେଳେ ସେ ସେମାନଙ୍କ ଉପରେ ଆକ୍ରମଣ କରିଦେଲେ ଓ ମାଲିକ ସେଠାରୁ ପଳାୟନ କରି ସକିଫ ସମ୍ପ୍ରଦାୟର ଦୁର୍ଗରେ ଶରଣ ନେଲା। ମୁହଲ୍ଲିମ ବିନ୍ ଜସାମାଙ୍କ ଜଣେ ବ୍ୟକ୍ତିଙ୍କୁ ସଂହାର କରିବା ଓ ତାହାର କ୍ଷତିପୂରଣ ଦେବାର ଘଟଣା ବର୍ଣ୍ଣିତ ରହିଛି। ମକ୍କା ବିଜୟର ଚର୍ଚ୍ଚା କରି ସାରିବା ପୂର୍ବ ଖୁତବାରେ ସରିୟା ଇଜମର ଚର୍ଚ୍ଚା କରିଥିଲି। ମୁହଲ୍ଲିମ ବିନ୍ ଜସାମା ନାମକ ଜଣେ ସାହାବୀ ଏପରି ଏକ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ ଯିଏ ବାଟରେ ଯିବା ସମୟରେ ତାଙ୍କୁ ଅସଲାମୁ ଆଲେକୁମ କହିଥିଲା, କିନ୍ତୁ ସେହି ବ୍ୟକ୍ତିର ସଲାମ କରିବା ସତ୍ତ୍ୱେ ମୁହଲ୍ଲିମ ବିନ୍ ଜସାମା ତାଙ୍କୁ ବଧ କରିଦେଇଥିଲେ, ହତ୍ୟା କରିଦେଇଥିଲେ। ଏହି ଘଟଣା ସମ୍ପର୍କରେ ଅତିରିକ୍ତ ବର୍ଣ୍ଣନା କରୁଛି। ତାହା ଏହିପରି ଯେ ହୁନୈନ ଯୁଦ୍ଧ ପରେ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ତାଇଫ୍ ଯୁଦ୍ଧ ନିମନ୍ତେ ବାହାରିଲେ ସେତେବେଳେ ନମାଜ ଜୋହର ପରେ ଆପଣ ଏକ ବୃକ୍ଷ ତଳେ ବସିଥିଲେ। ୱେନା ବିନ୍ ହିସନ ଉଠିଲା। ସେ ମୃତ ଆମିର ବିନ୍ ଆଜବତ ଅସଜଇର ରକ୍ତର ପ୍ରତିଶୋଧ ନେବା ନିମନ୍ତେ ଦାବି କଲା। ତା ସହିତ କ୍ରମା ବିନ୍ ହାବିସ୍ ଉଠିଲେ। ସେ ମୁହଲ୍ଲିମ ବିନ୍ ଜସାମାଙ୍କୁ ବଞ୍ଚାଇବାକୁ ଚାହୁଁଥିଲେ। ସେମାନେ ଦୁହେଁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସମ୍ମୁଖରେ ଯୁକ୍ତିତର୍କ କରିବା ଆରମ୍ଭ କରିଦେଲେ। ୱେନା କହିଲା, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ ଆଲ୍ଲାହଙ୍କ ଶପଥ କରି କହୁଛି, ମୁଁ ତାକୁ ଅର୍ଥାତ୍ ଏହି ହତ୍ୟାକାରୀକୁ ଛାଡ଼ିବି ନାହିଁ ଯେପରିକି ସେମାନେ ଆମମାନଙ୍କ ମହିଳାମାନଙ୍କ ଉପରେ ଦୁଃଖର ପର୍ବତ ଲଦି ଦେଇଛନ୍ତି। ଠିକ୍ ସେହିପରି ମୁଁ ମଧ୍ୟ ସେମାନଙ୍କ ମହିଳାମାନଙ୍କ ଉପରେ ଦୁଃଖର ପର୍ବତ ପକାଇଦେବି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ୱେନା, ତୁମେ ଦିୟତ ଅର୍ଥାତ୍ କ୍ଷତିପୂରଣ ନେଇନିଅ। 50ଟି ଓଟ ଏହି ମୁହୂର୍ତ୍ତରେ ନେଇନିଅ ଓ ଆଉ 50ଟି ଓଟ ମଦିନା ପହଞ୍ଚିବା ପରେ ନେଇନେବ। କିନ୍ତୁ ୱେନା ତାହାକୁ ସ୍ୱୀକାର କଲା ନାହିଁ, ଅର୍ଥାତ୍ କ୍ଷତିପୂରଣ। ସେ ଯାହା ହେଉ କିଛି ସମୟ କଥାବାର୍ତ୍ତା ହେବା ପରେ ପରିଶେଷରେ ସେହି ଲୋକମାନେ ଦିୟତ ସ୍ୱୀକାର କଲେ। ହତ୍ୟାକାରୀ ମୁହଲ୍ଲିମ ଗୋଟିଏ ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଏହି ପ୍ରତିଶୋଧ ପାଇଁ ପ୍ରସ୍ତୁତ ହୋଇ ଆସିଥିଲା ଓ ମନରେ କହିଲା, ବର୍ତ୍ତମାନ ତ ମୋର ମୃତ୍ୟୁ ଆସିଯାଇଛି। ଦିୟତ ଆଦିର ନିଷ୍ପତ୍ତି ହେବା ପରେ ମୁହଲ୍ଲିମ ଛିଡ଼ା ହୋଇ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟରେ ବସିଗଲା। ତା ଚକ୍ଷୁରୁ ଅଶ୍ରୁଧାର ଝରି ପଡ଼ୁଥାଏ। ସେ କହିଲା, ହେ ମୁହମ୍ମଦ ସଲ୍ଲଲ୍ଲାହୁ ଆଲାଇହି वसल्लम, ଆପଣଙ୍କ ପର୍ଯ୍ୟନ୍ତ ଯେଉଁ କଥା ମୋ ସଂକ୍ରାନ୍ତରେ ପହଞ୍ଚିଛି ତହିଁରୁ ମୋ ପାଇଁ ଆଲ୍ଲାହ ତାଆଲାଙ୍କ ସମକ୍ଷରେ କ୍ଷମାଯାଚନା କରନ୍ତୁ ଯେ ଆଲ୍ଲାହ ତାଆଲା ମୋତେ
କ୍ଷମା କରିଦିଅନ୍ତୁ। ହୁଜୁର ତାଙ୍କୁ ପଚାରିଲେ, ତୁମର ନାଁ କ'ଣ? ସେ କହିଲା, ମୋର ନାଁ ମୁହଲ୍ଲିମ ବିନ୍ ଜସାମା। ଏଥିରେ ହୁଜୁର ସല്ലଲ୍ଲାହୁ ଆଲାଇହି ወସଲ୍ଲମ କହିଲେ, ସେହି ବ୍ୟକ୍ତି ଜଣକ ତୁମକୁ ଅସଲାମୁ ଆଲେକୁମ୍ କହିଥିଲା, ଆଉ ତା ସତ୍ତ୍ୱେ ତୁମେ ତାହାକୁ ହତ୍ୟା କରିଦେଲ। ତେଣୁ ହେ ଆଲ୍ଲାହ, ତୁମ୍ଭେ ମୁହଲ୍ଲିମକୁ କ୍ଷମା ପ୍ରଦାନ କରିବ ନାହିଁ। ଏହି ବାକ୍ୟ ସମସ୍ତେ ଶୁଣିଲେ। ମୁହଲ୍ଲିମ ପୁନଃ କହିଲା, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ କ୍ଷମା ଭିକ୍ଷା କରୁଛି। ଆଲ୍ଲାହ ତାଆଲାଙ୍କ ନିକଟରେ ମୋ ପାଇଁ କ୍ଷମା ଯାଚନା କରନ୍ତୁ। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଆହୁରି ଉଚ୍ଚ ସ୍ୱରରେ କହିଲେ, ଯେପରିକି ସମସ୍ତେ ଶୁଣିନେବେ, ହେ ଆଲ୍ଲାହ, ତୁମେ ମୁହଲ୍ଲିମକୁ କ୍ଷମା ପ୍ରଦାନ କରିବ ନାହିଁ। ସେ ତୃତୀୟ ଥର ପୁନଶ୍ଚ ସେହି କଥା ପୁନରାବୃତ୍ତି କଲା ଯେ ମୋ ପାଇଁ ଆଲ୍ଲାହ ତାଆଲାଙ୍କ ନିକଟରେ କ୍ଷମା ଯାଚନା କରନ୍ତୁ। କିନ୍ତୁ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ତାକୁ କହିଲେ, ତୁ ମୋ ସମ୍ମୁଖରୁ ଉଠି ଚାଲିଯା। ଏହାପରେ ଜସାମା ହୁଜୁରଙ୍କ ସମ୍ମୁଖରୁ ଉଠି ଚାଲିଗଲେ ଏବଂ ନିଜ ଲୁହକୁ ନିଜ ଚଦରରେ ପୋଛୁଥିଲେ। ଏଥି ସଂକ୍ରାନ୍ତରେ ଇବ୍ନେ ଇସହାକ ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି, ମୁହଲ୍ଲିମଙ୍କ ଜାତିର ଲୋକମାନେ ବର୍ଣ୍ଣନା କରନ୍ତି ଯେ ପରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ମୁହଲ୍ଲିମର କ୍ଷମା ଯାଚନା ନିମନ୍ତେ ମଧ୍ୟ ଦୁଆ କରୁଥିଲେ। ସରିୟା ଓ ତାସର ସବିଶେଷ ବିବରଣୀ ଏହିପରି ଉଲ୍ଲେଖ ରହିଛି ଯେ ହୁନୈନ ଯୁଦ୍ଧରେ ଅତି ଶୋଚନୀୟ ପରାଜୟ ବରଣ କରିବା ପରେ ହୱାଜିନ୍ ସମ୍ପ୍ରଦାୟର ସୈନ୍ୟବାହିନୀ ରଣକ୍ଷେତ୍ରରୁ ପଳାୟନ କରିଥିଲା। ସେହି ସୈନ୍ୟବାହିନୀର ସେନାପତି ମାଲିକ ବିନ୍ ଅଫ୍ ତାଇଫ ଆଡ଼କୁ ଯାଇ ସେଠାରେ ଆଶ୍ରୟ ନେଇଥିଲା। ସେହିପରି ସୈନ୍ୟବାହିନୀର ଆଉ ଏକ ଭାଗ ଉପତ୍ୟକାଠାରେ ଏକତ୍ରିତ ହୋଇଥିଲେ ଓ ନଖଲା ଆଡ଼କୁ ପଳାୟନ କରିଥିଲେ। ତାସ ହେଉଛି ହୁନୈନ ନିକଟବର୍ତ୍ତୀ ଏକ ଉପତ୍ୟକା। ବନୁ ହୱାଜିନ୍ ସମ୍ପ୍ରଦାୟର ଲୋକମାନେ ନିଜର ସ୍ତ୍ରୀ, ପିଲା ଓ ଗୃହପାଳିତ ପଶୁ ତଥା ଧନ ସମ୍ପତ୍ତିକୁ ଯୁଦ୍ଧରେ ସାମିଲ କରିଥିଲେ, କିନ୍ତୁ ସେମାନେ ନିଜେ ହିଁ ଛତ୍ରଭଙ୍ଗ ଦେଇଥିଲେ, ପଳାୟନ କରିଥିଲେ। ବର୍ତ୍ତମାନ ଏମାନଙ୍କ ସମସ୍ତ ଜିନିଷପତ୍ର, ପଶୁ ମୁସଲମାନମାନଙ୍କ ଅଧୀନ ଓ ଅଧିକାରଭୁକ୍ତ ହୋଇଥିଲା। ଇସଲାମ ଧର୍ମର ଇତିହାସରେ ମୁସଲମାନମାନଙ୍କୁ ଯେଉଁ ମାଲେ ଗନିମତ ପ୍ରାପ୍ତ ହୋଇଥିଲା, ତାହା ଅପେକ୍ଷା ଏହି ମାଲେ ଗନିମତ ସବୁଠାରୁ ଅଧିକ ଥିଲା। ସମସ୍ତ ମାଲେ ଗନିମତ ଓ ବନ୍ଦୀମାନଙ୍କୁ ହଜରତ ମସୁଦ ବିନ୍ ଅମ୍ର ଗଫାରୀଙ୍କ ତତ୍ତ୍ୱାବଧାନରେ ଜିରାନା ନାମକ ସ୍ଥାନକୁ ପ୍ରେରଣ କରିଦିଆଯାଇଥିଲା ଓ ସମସ୍ତ ସୈନ୍ୟବାହିନୀ ନେଇ ତାଇଫ ଆଡ଼କୁ ବାହାରି ଯାଇଥିଲେ। ହଜରତ ଅବୁ ଆମିର ଅଶରୀ ରାଦିୟଲ୍ଲାହୁ ଉବେଦ ବିନ୍ ସୁଲେମ ତାଙ୍କ ନେତୃତ୍ୱରେ ଓ ତାସ ଆଡ଼କୁ ଏକ ସୈନ୍ୟବାହିନୀ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ପ୍ରେରଣ କରିଥିଲେ। ଏହି ସୈନ୍ୟବାହିନୀରେ ଅବୁ ମୁସା ଅଶରୀ ଓ ସଲମା ବିନ୍ ଅକ୍ୱା ମଧ୍ୟ ଥିଲେ। ହଜରତ ଅବୁ ଆମିର ରାଦିୟଲ୍ଲାହୁ ଶତ୍ରୁମାନଙ୍କୁ ଯୁଦ୍ଧ ନିମନ୍ତେ ଆମନ୍ତ୍ରିତ କଲେ। ସେଠାରେ ଶତ୍ରୁ ପକ୍ଷର 10 ଜଣ ଭାଇ ଥିଲେ, ବାକି ସମସ୍ତେ ସେଠାରୁ ପଳାୟନ କରିଥିଲେ। ତେବେ ସେହି 10 ଜଣ ଭାଇ ଯେ କି ଅସାଧାରଣ ଯୁଦ୍ଧ କୌଶଳ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ, ସେହି 10 ଜଣ ଭାଇ ମୁସଲମାନମାନଙ୍କର ମୁକାବିଲା କରିବା ପାଇଁ ବାହାରିଲେ। ଅବୁ ଆମିର ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ମୁକାବିଲା କରିବା ପୂର୍ବରୁ ତାଙ୍କୁ ଇସଲାମ ଧର୍ମ ପ୍ରତି ଡାକରା ଦେଇଥିଲେ, କିନ୍ତୁ ସେମାନେ ସଂଘର୍ଷ କରିବାକୁ ପ୍ରାଧାନ୍ୟ ଦେଇଥିଲେ, ମୁକାବିଲା କରିବାକୁ ପ୍ରାଧାନ୍ୟ ଦେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଗୋଟିଏ ପରେ ଗୋଟିଏ ନିହତ ହୋଇଥିଲେ। ଯେତେବେଳେ 10ମ ଭାଇର ପାଳି ପଡ଼ିଲା ଓ ତାହାକୁ ଅବୁ ଆମିର ଇସଲାମ ଧର୍ମ ପ୍ରତି ଆମନ୍ତ୍ରିତ କଲେ, ସେ ଇସଲାମ ଧର୍ମ ଗ୍ରହଣ କରିନେଲା ଏବଂ କୁହାଯାଏ ଯେ ସେ ବେଶ ଉତ୍ତମ ମୁସଲମାନ ପ୍ରମାଣିତ ହୋଇଥିଲା। ସେ ଯାହା ହେଉ, ଅବୁ ଆମିର ଏପରି ନିର୍ଭୀକ ଭାବରେ ଶତ୍ରୁର ମୁକାବିଲା କରିଥିଲେ, ଇତ୍ୟାବସରରେ ଏକ ତୀର ଆସି ତାଙ୍କ ବକ୍ଷରେ ପ୍ରବିଷ୍ଟ ହୋଇଯାଇଥିଲା ଓ ଆଉ ଏକ ତୀର ତାଙ୍କ ଆଣ୍ଠୁରେ ବାଜିଥିଲା। ଗଭୀର ଭାବରେ ଆଘାତ ପାଇବା ଯୋଗୁଁ ସେ ବର୍ତ୍ତି ପାରିନଥିଲେ। ତାପରେ ଅବୁ ମୁସା ଅଶରୀ ଶତ୍ରୁର ମୁକାବିଲା କରିଥିଲେ ଓ ଶତ୍ରୁ ପକ୍ଷ ପରାଜିତ ହୋଇ ସେଠାରୁ ପଳାୟନ କରିଥିଲା। ଆଉ କେତେକ ବର୍ଣ୍ଣନାରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଯେତେବେଳେ 10ମ ଭାଇକୁ ଇସଲାମ ଧର୍ମ ପ୍ରତି ଡାକରା ଦେଲେ ଓ ସେ ତାହାକୁ ସ୍ୱୀକାର କରିନେଲା, ସେତେବେଳେ ଅବୁ ଆମିର ନିଜର ଖଡ୍ଗ ତଳକୁ କରିନେଇଥିଲେ, କିନ୍ତୁ ସେହି ସମୟରେ
ସେହି ଅମାନ୍ୟକାରୀ ପାଲଟା ଆକ୍ରମଣ କରି ଅବୁ ମୁସା ଅଶରୀଙ୍କ ଅବୁ ଆମିରଙ୍କର ଉପରେ ଆକ୍ରମଣ କରିଥିଲା ଏବଂ ଏଭଳି ଛଳନାପୂର୍ବକ ତାଙ୍କୁ ଶହୀଦ କରିଥିଲା। କିନ୍ତୁ ଆଉ କେତେକ ବର୍ଣ୍ଣନାରେ ଏହାକୁ ଅସତ୍ୟ ବୋଲି କୁହାଯାଏ, କାରଣ ଯେଉଁ ବ୍ୟକ୍ତି ଅବୁ ଆମିରଙ୍କୁ ଶହୀଦ କରିଥିଲା ତାହାକୁ ଅବୁ ମୁସା ଅଶରୀ ରଜିୟତାଲା ସେହି ସମୟରେ ହିଁ ଶହୀଦ କରିଦେଇଥିଲେ। ସର୍ବାଧିକ ସଠିକ୍ ବର୍ଣ୍ଣନା ଏହା ହିଁ ଯେ ଦଶମ ଭାଇ ଜଣକ ଇସଲାମ ଧର୍ମ ସ୍ୱୀକାର କରିଥିଲା। ଆଉ ଅବୁ ଆମିରଙ୍କୁ ଯେଉଁ ବ୍ୟକ୍ତି ତୀର ମାରିଥିଲା ତାହା ଆଡ଼କୁ ସେ ଇଙ୍ଗିତ କରିଥିଲେ ଓ ତାହାର ପିଛା କରାଯାଇଥିଲା। ଫଳତଃ ସେହି ବ୍ୟକ୍ତି ଖସି ପଳାଇବାରେ ସଫଳ ହୋଇଥିଲା। ତେବେ ହଜରତ ଅବୁ ମୁସା ଅଶରୀ ରଜିୟତାଲା ହଜରତ ଅବୁ ଆମିରଙ୍କୁ କହିଲେ, ଆଲ୍ଲାହ ତାଆଲା ତୁମର ଶତ୍ରୁ ତଥା ତୁମର ହତ୍ୟାକାରୀଙ୍କୁ ନରକାଗାମୀ କରନ୍ତୁ। ଅବୁ ଆମିର ମୋତେ କହିଲେ, ହେ ଅବୁ ମୁସା ଅଶରୀ, ମୋ ଶରୀରରେ ଯେଉଁ ସବୁ ତୀର ବାଜିଛି ତାହାକୁ କାଢ଼ି ଦିଅ। ଅବୁ ମୁସା ଅଶରୀ ରଜିୟତାଲା ତାହାକୁ ବାହାର କରିଦେଲେ। ସେତେବେଳେ କ୍ଷତ ସ୍ଥାନରୁ ପ୍ରବଳ ରକ୍ତସ୍ରାବ ହେଲା। ତହିଁରୁ ଏହା ପ୍ରତୀତ ହେଉଛି ଯେ କ୍ଷତ ଅତ୍ୟନ୍ତ ଗଭୀର ଥିଲା। ଜୀବନର ବର୍ତ୍ତମାନ କୌଣସି ଆଶା ନାହିଁ। ଅବୁ ମୁସା ଅଶରୀ ରଜିୟତାଲା କୁହନ୍ତି, ଅବୁ ଆମିର ମୋତେ କହିଲେ, ହେ ଅବୁ ମୁସା ଅଶରୀ, ତୁମେ ନବୀ କରୀମ ସଲ୍ଲଲ୍ଲାହୁ ଆଲୈହି वसल्लम ପର୍ଯ୍ୟନ୍ତ ମୋର ସଲାମ ପହଞ୍ଚାଇ ଦେବ। ହୁଜୁର ମୋ ପାଇଁ ଇସ୍ତିଗଫାର କରିବେ, ମୋ ମୁକ୍ତି ନିମନ୍ତେ ଦୁଆ କରିବେ। ସେହିପରି ହଜରତ ଅବୁ ମୁସା ଅଶରୀ, ତୁମେ ନବୀ କରୀମ ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସେବାରେ ମୋର ଅଶ୍ଵ ଓ ମୋର ଅସ୍ତ୍ର ଉପସ୍ଥାପନ କରିଦେବ। ଅତଏବ ଏଥିସହିତ ଅବୁ ଆମିର ରଜିୟତାଲା ନିଜର ଉତ୍ତରାଧିକାରୀ ନିଯୁକ୍ତ କରିଥିଲେ ଅବୁ ମୁସା ଅଶରୀଙ୍କୁ ଓ ଧ୍ୱଜା ତାଙ୍କୁ ହସ୍ତାନ୍ତର କରିଥିଲେ। ହଜରତ ଅବୁ ମୁସା ଅଶରୀ ରଜିୟତାଲା ସେମାନଙ୍କ ସହିତ ଯୁଦ୍ଧ କରିଥିଲେ ଓ ଶତ୍ରୁକୁ ପରାଜିତ କରିଥିଲେ। ଶତ୍ରୁ ବିବଶ ହୋଇ ପଳାୟନ କରିଥିଲା। ସେମାନଙ୍କର କିଛି ଲୋକ ନିହତ ହୋଇଥିଲେ। ଅବୁ ମୁସା ଅଶରୀ ସେଠାରୁ ମାଲେ ଗନିମତ ଓ ବନ୍ଦୀମାନଙ୍କୁ ନେଇ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସେବାରେ ଉପସ୍ଥିତ ହୋଇଥିଲେ। ଅବୁ ମୁସା ଅଶରୀ ରଜିୟତାଲା ବର୍ଣ୍ଣନା କରନ୍ତି, ଯେତେବେଳେ ମୁଁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସେବାରେ ଉପସ୍ଥିତ ହେଲି ସେତେବେଳେ ହୁଜୁର ରଶି ଦ୍ୱାରା ରଶି ବୁଣୁଥିଲେ। ଏକ ଖଟ ଉପରେ ଶୋଇଥିଲେ। ସେହି ଖଟ ଉପରେ ବିଛଣା ଆଦି କିଛି ନଥିଲା, କିନ୍ତୁ ବୁଖାରୀ ଓ ଅନ୍ୟ କେତେକ ବର୍ଣ୍ଣନା ଅନୁଯାୟୀ ସେହି ଖଟ ଉପରେ ବିଛଣା ମଧ୍ୟ ଥିଲା। ତେବେ ସେହି ଖଟର ଦଉଡ଼ିର ଚିହ୍ନ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ପବିତ୍ର ଶରୀର ଉପରେ ପ୍ରକାଶିତ ହୋଇଥିଲା। ହଜରତ ଅବୁ ମୁସା ଅଶରୀ ରଜିୟତାଲା କୁହନ୍ତି, ମୁଁ ତାଜ ଯୁଦ୍ଧର ବିବରଣୀ ଓ ବୃତ୍ତାନ୍ତ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସେବାରେ ବର୍ଣ୍ଣନା କଲି। ହଜରତ ଅବୁ ଆମିର ରଜିୟତାଲା ଶାହାଦତର ସବିଶେଷ ବିବରଣୀ ପ୍ରଦାନ କରି ତାଙ୍କ ନିମନ୍ତେ ଦୁଆ କରିବାକୁ ନିବେଦନ କଲି। ପ୍ରତି ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଜଳ ବରାଦ କଲେ ଓ ୱଜୁ କଲେ ଓ ଦୁଇ ହସ୍ତ ଉପରକୁ ପ୍ରସାରିତ କରି ଏହି ଦୁଆ କଲେ, ଆଲ୍ଲାହୁମ୍ମା ଗଫିରଲି ଲି ଉବୈଦିନ ଅବି ଆମିର ଆଲ୍ଲାହୁମ୍ମା ଆଜଲ ୟୌମଲ କିୟାମତି फौका कसीरिन मिन खल्किका, अर्थात मिन खल्किका मिनन नासी, अर्थात हे अल्लाह उबैद अबू आमिरଙ୍କୁ କ୍ଷମା କରିଦିଅ ଓ ତାଙ୍କୁ ମୁକ୍ତି ପ୍ରଦାନ କର। ହେ ଆଲ୍ଲାହ, ପ୍ରଳୟ ଦିବସ ଦିନ ନିଜର ପ୍ରାଣୀମାନଙ୍କ ମଧ୍ୟରେ ଉବୈଦ ଅବୁ ଆମିରଙ୍କୁ ଲୋକମାନଙ୍କ ମଧ୍ୟରୁ ସର୍ବୋଚ୍ଚ ସ୍ଥାନରେ ଅଧିଷ୍ଠିତ କର। ଅବୁ ମୁସା ଅଶରୀ ରଜିୟତାଲା ବର୍ଣ୍ଣନା କରନ୍ତି, ମୁଁ କହିଲି, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୋ ପାଇଁ ମଧ୍ୟ କ୍ଷମା ଯାଚନା କରନ୍ତୁ। ପ୍ରତି ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଦୁଆ କରି କହିଲେ, ଆଲ୍ଲାହୁମ୍ମା ଗଫିରଲି ଲି ଅବ୍ଦିଲ୍ଲାହ ଇବ୍ନି କୈସିନ ଜମ୍ବହୁ व अदखिलहु यौमल क़ियामति मुदखलन करीमा, अर्थात हे अल्लाह अब्दुल्ला बिन कैस अर्थात अबू मूसा अशरी रज़ियल्लाहु दोष त्रुटि को क्षमा कर दिया ओ प्रलय दिवस दिन तांकु सम्मान ओ मर्यादा प्रदान कर। आउ एक सरिया रही जार नाम सरिया तुफेल बिन आम्र दोषी
ଏହି ସରିଆ ଜୁଲ୍ କଫେନ୍ ଠାରେ ହୋଇଥିଲା। ଏହାର ଚର୍ଚ୍ଚା ଏହିପରି ରହିଛି ଯେ ସୱାଲ ମାସ 8 ହିଜରୀରେ ଏହି ସରିଆ ସଂଗଠିତ ହୋଇଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଯେତେବେଳେ ହୁନୈନରୁ ତାଇଫ ଅଭିମୁଖେ ଯିବାକୁ ଲାଗିଲେ, ସେତେବେଳେ ହୁଜୁର ତୁଫେଲ ଦୌସିଙ୍କୁ ଜୁଲ୍ କଫେନ୍ ନାମକ ପିତୁଳାକୁ ଧୂଳିସାତ କରିବା ନିମନ୍ତେ ପ୍ରେରଣ କରିଥିଲେ। ତୁଫେଲ ଦୌସ ସମ୍ପ୍ରଦାୟର ବ୍ୟକ୍ତି ସେ ଥିଲେ। ନିଜ ଜାତିର ଜଣେ ଉଚ୍ଚକୋଟୀର କବି ଓ ତତ୍ତ୍ୱବିଦ୍ ବିଦ୍ୱାନ ଥିଲେ। ସେ ମକ୍କାରେ ବସବାସ କରୁଥିବା ସମୟରେ ହୁଜୁର ସଲ୍ଲଲ୍ଲାହୁଙ୍କୁ ଦର୍ଶନ କଲେ ଓ ସେହି ସମୟରେ ହିଁ ସେ ମୁସଲମାନ ହୋଇଯାଇଥିଲେ। କୁହାଯାଏ ଯେ ହୁନୈନ ଯୁଦ୍ଧ ପରେ ସେ ସ୍ୱୟଂ ହୁଜୁର ସଲ୍ଲଲ୍ଲାହୁଙ୍କୁ ଅନୁରୋଧ କଲେ ଯେ ଜୁଲ୍ କଫେନ୍ ନାମକ ପିତୁଳାକୁ ଖସାଇବା ପାଇଁ, ଧୂଳିସାତ କରିବା ପାଇଁ ସୈନ୍ୟ ପ୍ରେରଣ କରାଯାଉ। ତେଣୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ତୁଫେଲକୁ ଏହି ଅଭିଯାନର ସେନାପତି ରୂପେ ନିଯୁକ୍ତ କରିଥିଲେ ଓ ଉପଦେଶ ଦେଇଥିଲେ ଯେ ତୁଫେଲ ସମସ୍ତଙ୍କୁ ସଲାମ କରିବ। ହେ ତୁଫେଲ ସମସ୍ତଙ୍କୁ ସଲାମ କରିବ ଓ ସର୍ବତ୍ର ସଲାମ ପ୍ରସାର କରିବ, ଅର୍ଥାତ୍ ଲୋକମାନଙ୍କ ସହିତ ନମ୍ର ଆଚରଣ କରିବ। ତାଙ୍କୁ ଭୋକିଲା ମାରିବାକୁ ଦେବ ନାହିଁ। ତାଙ୍କର ଅନାହାରରେ ମୃତ୍ୟୁବରଣ କରିବାକୁ ଦେବ ନାହିଁ। ଆଲ୍ଲାହ ତାଆଲାଙ୍କ ଠାରୁ ଏପରି ଲଜ୍ଜା ଅନୁଭବ କରିବ ଯେପରି ଜଣେ ଶିଷ୍ଟ ବ୍ୟକ୍ତି ନିଜ ଘରର ଲୋକମାନଙ୍କୁ ଲଜ୍ଜାବୋଧ କରିଥାଏ। ତୁମମାନଙ୍କ ଦ୍ୱାରା ଯେତେବେଳେ କୌଣସି ପାପ ହେବ, କୌଣସି ଦୋଷ ସାଧିତ ହୋଇଯିବ, ସେତେବେଳେ ତୁମେମାନେ ପୁଣ୍ୟ କର୍ମ ସମ୍ପାଦନ କରିବ, କାରଣ ସତ୍କର୍ମ ଅପକର୍ମକୁ ପ୍ରଶମିତ କରିଦେଇଥାଏ, ସମାପ୍ତ କରିଦେଇଥାଏ। ହେ ତୁଫେଲ, ତୁମେ ନିଜ ଜାତିର ଲୋକମାନଙ୍କୁ ସାଙ୍ଗରେ ନେବ ଓ ଏହି କାର୍ଯ୍ୟ ସମ୍ପନ୍ନ କରି ତାଇଫ ଚାଲି ଆସିବ। ସୁତରାଂ ହଜରତ ତୁଫେଲ ରଜିୟତାଲା ନିଜ ଜାତିର 400 ଜଣ ଲୋକଙ୍କୁ ସାଥିରେ ନେଇ ଏହି ଅଭିଯାନରେ ବାହାରି ପଡ଼ିଲେ ଓ ଯାତ୍ରା ସମୟରେ ଏହି କବିତା ପାଠ କରୁଥିଲେ। ହେ ଜୁଲ୍ କଫେନ୍, ମୁଁ ତୋର ଉପାସକଙ୍କ ମଧ୍ୟରୁ ନୁହେଁ, କାରଣ ତୋତେ ତ ଗଢ଼ା ଯାଇଛି ଓ ମୋର ଜନ୍ମଦାତା ଓ ମୋର ଜନ୍ମ ତୋ ଜନ୍ମଠାରୁ ଢେର ପୂର୍ବରୁ ହୋଇଛି। ଦେଖ, ମୁଁ ତୋର ଭିତରେ ବାହାରେ ସମସ୍ତ ଅସ୍ତିତ୍ୱରେ ଅଗ୍ନିଶିଖା ସଂଯୋଗ କରିଦେବି। ଏହି ଅଭିଯାନ ସଫଳତାର ସହିତ ସମ୍ପାଦନ ହେବା ପରେ ହଜରତ ତୁଫେଲ ତାଇଫ ଫେରି ଆସିଲେ। ହୁଜୁର ସଲ୍ଲଲ୍ଲାହୁଙ୍କୁ ମଧ୍ୟ ତାଇଫ ପହଞ୍ଚିବାକୁ 4 ଦିନ ହୋଇଥିଲା। ହଜରତ ତୁଫେଲ ରଜିୟତାଲ୍ଲାହୁ ନିଜ ସହିତ 400 ଜଣ ସଦସ୍ୟ ବିଶିଷ୍ଟ ବୀର ଯୋଦ୍ଧାମାନଙ୍କୁ ଆଣିଲେ। ସେତେବେଳର ଅବସ୍ଥା ଅନୁଯାୟୀ ଏହି ସୈନ୍ୟବାହିନୀ ନୂତନ ଯୋଦ୍ଧାସ୍ତ୍ର ଅର୍ଥାତ୍ ମୁଞ୍ଜନିକ ନେଇ ଆସିଥିଲେ। ମୁଞ୍ଜନିକ ଏକ ପ୍ରକାର ଅସ୍ତ୍ର, ଯହିଁରେ ପଥର ରଖି ଫିଙ୍ଗା ଯାଇଥାଏ, ତୋପ ପରି ଶତ୍ରୁ ଉପରେ ନିକ୍ଷେପ କରାଯାଇଥାଏ। ଯେପରି ଆଜିକାଲିର ସେନାରେ ଟ୍ୟାଙ୍କର ଇସ୍ତେମାଲ ହେଉଛି, ବ୍ୟବହାର ହେଉଛି। ବିଶେଷ ଭାବରେ ଶତ୍ରୁର ସୁଦୃଢ଼ ଦୁର୍ଗକୁ କ୍ଷତି ପହଞ୍ଚାଇବା ପାଇଁ, ଭାଙ୍ଗିବା ପାଇଁ ଏହାର ବ୍ୟବହାର ସେତେବେଳେ କରାଯାଉଥିଲା। ତେବେ ତାଇଫ ଯୁଦ୍ଧ 8 ହିଜରୀରେ ସଂଗଠିତ ହୋଇଥିଲା। ଏହାର ଇତିହାସ ଏହିପରି ଉଲ୍ଲେଖ ରହିଛି ଯେ ତାଇଫରୁ ମକ୍କା ପୂର୍ବ ଦିଗରେ ପ୍ରାୟ 90 କିଲୋମିଟର ଦୂରତାରେ ଏକ ସହର। ତାଇଫ ଅତ୍ୟନ୍ତ ଶକ୍ତ ଭୂମି, ଚଟ୍ଟାଣ ତାହାର ବେଶ ଶକ୍ତ ଥିଲା, ସେଥିପାଇଁ ତାହାକୁ ତାଇଫ ବୋଲି କୁହାଯାଉଥିଲା। ଏପରି ତାର ନାମକରଣ କରାଯାଇଥିଲା। ଏଠାରେ ସକିଫ ସମ୍ପ୍ରଦାୟ ବାସ କରୁଥିଲା। ଏହି ସମ୍ପ୍ରଦାୟ ଅତ୍ୟନ୍ତ ବୀର ଓ ସାହସୀ ଥିଲା। ଏହି ସମ୍ପ୍ରଦାୟ ସମଗ୍ର ଆରବ ସମ୍ପ୍ରଦାୟର ଅନନ୍ୟ ଓ କୁରୈଶମାନଙ୍କର ସମକକ୍ଷ ଥିଲା। ସକିଫ ସମ୍ପ୍ରଦାୟ ଅଧିପତି ଉରୱା ବିନ୍ ମସଉଦ୍ ଥିଲେ। ଉରୱା ବିନ୍ ମସଉଦ୍ର ବିବାହ ଅବୁ ସୁଫିଆନର କନ୍ୟା ସହିତ ହୋଇଥିଲା। ମକ୍କାର ଅବିଶ୍ୱାସକାରୀମାନେ କହୁଥିଲେ ଯେ ପବିତ୍ର କୁରାନ କରିମ୍ ମୁହମ୍ମଦ ସଲ୍ଲଲ୍ଲାହୁଙ୍କ ବଦଳରେ ଯଦି ଅବତୀର୍ଣ୍ଣ ହୋଇଥାନ୍ତା, ତେବେ ମକ୍କା ଏବଂ ତାଏଫର ଅଧିପତିମାନଙ୍କ ଉପରେ ଅବତୀର୍ଣ୍ଣ ହୋଇଥାନ୍ତା କି? କାରଣ ବଡ଼ ବଡ଼ ଜ୍ଞାନୀ, ଗୁଣୀ ଓ ବିଦ୍ୱେଷ ଲୋକ ସେଠାରେ ବସବାସ କରୁଥିଲେ। ଏଠାକାର ଲୋକମାନେ ଯୁଦ୍ଧ କୌଶଳ ସହିତ ବେଶ ପାରଙ୍ଗମ ଥିଲେ। ସେ ଯାହା ହେଉ, ଏଠାରେ ଏକ ମଜବୁତ ଦୁର୍ଗ ରହିଥିଲା। ସହରବାସୀମାନେ
ବର୍ଷ ତମାମର ଜିନିଷପତ୍ର ଏକତ୍ରିତ କରୁଥିଲେ କରି ରଖିଥିଲେ। ଚତୁଃପାର୍ଶ୍ୱରେ ମୁଞ୍ଜନିକ ଓ ନାନା ସ୍ଥାନରେ ଧନୁର୍ଦ୍ଧରମାନେ ମଧ୍ୟ ମୁତୟନ ଥିଲେ। ଏହି ଯୁଦ୍ଧ ବାସ୍ତବରେ ହୁନେନ୍ ଯୁଦ୍ଧର ହିଁ କ୍ରମିକତା ଓ ଅବଶେଷ ଥିଲା, କାରଣ ହୱାଜିନ୍ ସମ୍ପ୍ରଦାୟ ଓ ସକିବ୍ ସମ୍ପ୍ରଦାୟର ଅଧିକାଂଶ ପରାଜିତ ଲୋକମାନେ, ଯେଉଁମାନଙ୍କ ମଧ୍ୟରେ ମାଲିକ ବିନ୍ ଅଫ୍ ମଧ୍ୟ ଆସି ଏଠାରେ ଶରଣ ନେଇଥିଲା। ଅତଏବ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ହୁନେନ୍ ଯୁଦ୍ଧ ସାରିବା ପରେ ସମସ୍ତ ମାଲେ ଗନିମତ ଓ 6000ରୁ ଉର୍ଦ୍ଧ୍ୱ ବନ୍ଦୀ ମାନଙ୍କୁ ମକ୍କା ନିକଟବର୍ତ୍ତୀ ଏକ ଉପତ୍ୟକା ଯାହାର ନାମ ଜିରାନ୍ ଥିଲା ସେଠାକୁ ପ୍ରେରଣ କରିଦେଇଥିଲେ ଏବଂ ସ୍ୱୟଂ ତାଇଫ୍ ଯିବା ନିମନ୍ତେ ସ୍ଥିର କରିଥିଲେ। ଜିରାନ୍ ମକ୍କା ଓ ତାଇଫ୍ ମାର୍ଗରେ ଏକ କୂପର ନାମ। ମକ୍କାଠାରୁ ଏହାର ଦୂରତା ପାଖାପାଖି 17 ମାଇଲ ଥିଲା। ମାଲେ ଗନିମତ ଉପରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ବୁଦେଲ ବିନ୍ ୱର୍କା କିମ୍ବା ମସୁଦ ବିନ୍ ଅମ୍ର ଗଫାରୀ ରଜିୟଲ୍ଲାହୁଙ୍କୁ ମୁତୟନ କରାଯାଇଥିଲା। ସେ ଯାହା ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଖାଲିଦ ବିନ୍ ୱଲିଦ ରଜିୟଲ୍ଲାହୁଙ୍କ ସେନାପତିତ୍ୱରେ 1000 ସୈନ୍ୟବାହିନୀ ଆଗକୁ ପ୍ରେରଣ କରିଥିଲେ। ସେ ସେଠାରେ ପହଞ୍ଚି ଦୁର୍ଗବାସୀଙ୍କ ସହିତ କଥାବାର୍ତ୍ତା ଓ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁର୍ଗବାସୀମାନେ କୌଣସି ବିଷୟରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ନଥିଲେ। ଖାଲିଦ ବିନ୍ ୱଲିଦ ରଜିୟଲ୍ଲାହୁଙ୍କୁ ପ୍ରେରଣ କରିବା ପରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସ୍ୱୟଂ ମଧ୍ୟ ତାଇଫ୍ ଅଭିମୁଖେ ବାହାରି ଯାଇଥିଲେ। ସେହି ରାସ୍ତାରେ ଯାଇଥିବା ଅଭିଜ୍ଞ ପଥ ପ୍ରଦର୍ଶକମାନେ ମଧ୍ୟ ହୁଜୁର ସଲ୍ଲଲ୍ଲାହୁଙ୍କ ସହିତ ଥିଲେ। ଏମାନେ ସୈନ୍ୟବାହିନୀର ଆଗେ ଆଗେ ଚାଲୁଥିଲେ। ବାଟରେ ହୁନେନ୍ ଠାରେ ଶତ୍ରୁ ପକ୍ଷର ସେନାପତି ମାଲିକ ବିନ୍ ଅଫ୍ର ଏକ ଦୁର୍ଗ ଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ପଚାରିଲେ, ଏହା କାହାର? ସାହାବାମାନେ କହିଲେ, ଏହି ଦୁର୍ଗରେ କେହି ରହୁନାହାନ୍ତି। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लମକୁ ଏହା କୁହାଗଲା ଯେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଏହି ଦୁର୍ଗଟି ବର୍ତ୍ତମାନ ଜନଶୂନ୍ୟ। ପ୍ରତ୍ୟୁତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम କହିଲେ, ତାହା ହେଉଛି ତେବେ ଏହି ଦୁର୍ଗକୁ ଧୂଳିସାତ୍ କରିଦିଅ। ଅତଏବ ଆଦେଶ କ୍ରମେ ତାହାକୁ ଧୂଳିସାତ୍ କରିଦିଆଗଲା। ତାପରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ତାଇଫ୍ରେ ପହଞ୍ଚି ସେଠାରେ ଶିବିର ସ୍ଥାପନ କଲେ ଓ ଦୁର୍ଗର ଘେରାଉ କରିନେଲେ। ତାଇଫ୍ ବସ୍ତି, ଯେପରିକି ମୁଁ କହିଆସିଲି, ଏକ ସୁଦୃଢ଼ ଅଞ୍ଚଳରେ ଅବସ୍ଥିତ ଥିଲା। ମହାଭାଗ ସଲ୍ଲଲ୍ଲାହୁ ଆଲୈହି वसल्लम ହଜରତ ଖାଲିଦ ବିନ୍ ୱଲିଦ ରଜିୟଲ୍ଲାହୁଙ୍କ ଅଧ୍ୟକ୍ଷତାରେ 1000 ସୈନ୍ୟଦଳ ପ୍ରେରଣ କରିଥିଲେ। ସେମାନେ ସେଠାରେ ପହଞ୍ଚି ତାଇଫ୍ବାସୀଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ ସେମାନେ ସଫଳ ହୋଇନଥିଲେ। ଅର୍ଥାତ୍ ଶତ୍ରୁପକ୍ଷ କଥାବାର୍ତ୍ତା କରିବାକୁ ରାଜି ହୋଇନଥିଲା। ପରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସ୍ୱୟଂ ତାଇଫ୍ରେ ପହଞ୍ଚି ଯାଇଥିଲେ। ଇସଲାମୀୟ ସୈନ୍ୟବାହିନୀ ଏଯାବତ୍ ସମ୍ପୂର୍ଣ୍ଣ ରୂପେ ଶିବିର ଲଗାଇ ନଥିଲେ ଯେ ଅପର ପାର୍ଶ୍ୱରୁ ଶତ୍ରୁମାନେ ତୀର ବର୍ଷଣ କରିବା ଆରମ୍ଭ କରିଦେଇଥିଲେ। ଫଳରେ ଅନେକ ମୁସଲମାନ କ୍ଷତାକ୍ତ ହୋଇଥିଲେ। ତେବେ ଏହି ଘେରାଉ ଅବଧିରେ ଉଭୟ ପାର୍ଶ୍ୱରୁ ତୀରଚାଳନା ଓ ପଥର ନିକ୍ଷେପ କରାଯାଇଥିଲା। ଏଥିରୁ ବର୍ତ୍ତିବା ନିମନ୍ତେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ମଞ୍ଜାନିକ ଅର୍ଥାତ୍ ଯେପରିକି ମୁଁ କହିଆସିଲି କାଠରେ ନିର୍ମିତ ତୋପର ବ୍ୟବହାର କରି ବଡ଼ ବଡ଼ ପ୍ରସ୍ତରମାନ ନିକ୍ଷେପ କରିଥିଲେ। ଇତିମଧ୍ୟରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ତାଇଫ୍ବାସୀଙ୍କର ଅଙ୍ଗୁର ବଗିଚାକୁ କାଟିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମନେ ହେଉଛି ଏହା ଯୁଦ୍ଧର ଶେଷ ରଣନୀତି ଥିଲା, ଯାହାକି ଶତ୍ରୁକୁ ଭୟଭୀତ କରିବା ସକାଶେ ପ୍ରୟୋଗ କରାଯାଇଥିଲା। କାରଣ ପରବର୍ତ୍ତୀ ସମୟରେ ତାଇଫ୍କୁ ନାକଚ କରିଦିଆଯାଇଥିଲା। ତାହାକୁ ଅର୍ଥାତ୍ ସେହି ଆଦେଶକୁ, ଫଳ ବଗିଚାକୁ ନଷ୍ଟ କରିବାର ଆଦେଶକୁ ଖାରଜ କରିଦିଆଯାଇଥିଲା। ହୁଜୁର ତାହାକୁ ଖାରଜ କରିଦେଇଥିଲେ। ସେପରି ନ କରିବାକୁ କହିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଓ ସାହାବାଗଣ ଅଧମାସ ପର୍ଯ୍ୟନ୍ତ ଅବା ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ତାଇଫ୍ ଠାରେ ରହିଥିଲେ। କିନ୍ତୁ ହୁନେନ୍ ଯୁଦ୍ଧର ପରାଜୟର ଶତ୍ରୁ ଉପରେ ଏଭଳି ପ୍ରଭାବ ପଡ଼ିଥିଲା ଯେ ଶତ୍ରୁପକ୍ଷ ଦୁର୍ଗ ଭିତରେ ରହି ନିଜର ସମସ୍ତ ଗତିବିଧି ଚଳାଇଥିଲା। ଦୁର୍ଗରୁ ପଦାକୁ ବାହାରୁ ନଥିଲା। ଏପରିକି ଏକଦା ହଜରତ ଖାଲିଦ ବିନ୍ ୱଲିଦ ରଜିୟଲ୍ଲାହୁ ଯୁଦ୍ଧଭୂମିରୁ ବାହାରି ସକିଫର ବୀରମାନଙ୍କୁ ଚ୍ୟାଲେଞ୍ଜ ଦେଲେ ଓ ଯୁଦ୍ଧ ନିମନ୍ତେ ଆମନ୍ତ୍ରିତ କଲେ, କିନ୍ତୁ ବାରମ୍ବାର ଡାକିବା ସତ୍ତ୍ୱେ କେହି ବି
ବାହାରକୁ ଆସିଲେ ନାହିଁ, ତାଙ୍କ ମୁକାବିଲା ପାଇଁ ବାହାରିଲେ ନାହିଁ। ଏପରିକି ସକିଫର ସର୍ଦ୍ଦାର ଅବ୍ଦେ ୟାଲିମ୍ ହଜରତ ଖାଲିଦ ବିନ୍ ୱଲିଦ ରଜିୟତଲାଙ୍କୁ ଉଚ୍ଚ ସ୍ୱରରେ କହିଲା, ଆମମାନଙ୍କ ମଧ୍ୟରୁ କେହି ବି ତୁମ ବିପକ୍ଷରେ ଆସିବ ନାହିଁ। ଆମେମାନେ ନିଜ ଦୁର୍ଗ ମଧ୍ୟରେ ସୁରକ୍ଷିତ ଅଛୁ ଓ ବର୍ଷଯାକର ଖାଦ୍ୟଶସ୍ୟ ଆମ ନିକଟରେ ଗଚ୍ଛିତ ରହିଛି। ତେଣୁ ଆମମାନଙ୍କୁ କୌଣସି ଅସୁବିଧା କି ଚିନ୍ତା ନାହିଁ। ଇତିମଧ୍ୟରେ ଏକଦା ହଜରତ ୟଜିଦ୍ ବିନ୍ ଜମା ଦୁର୍ଗବାସୀଙ୍କ ସହିତ କଥାବାର୍ତ୍ତା କରିବା ନିମନ୍ତେ କହିଲେ ଯେ ଯଦି ତୁମେମାନେ ମୋତେ ଶାନ୍ତି ପ୍ରଦାନ କରିବ ତେବେ ମୁଁ ତୁମକୁ ଗୋଟିଏ କଥା କହିବାକୁ ଚାହୁଁଛି। ତୁମେମାନେ ଯଦି ମୋର କୌଣସି ହାନି ନ ପହଞ୍ଚାଅ ତେବେ ମୁଁ ସେହି କଥା କହିବି। ତାକୁ ଏହି ଆଶ୍ୱାସନା ଦେବା ପରେ ସେ କହିଲା, ସେ ଦୁର୍ଗ ଭିତରକୁ ଯାଇଥିଲେ ବା ଦୁର୍ଗ ନିକଟବର୍ତ୍ତୀ ହୋଇଥିଲେ, କିନ୍ତୁ ସେତେବେଳେ ଶତ୍ରୁପକ୍ଷ ଚୁକ୍ତି ଭଙ୍ଗ କରି ନିଜ କଥାରୁ ଓହରି ତାଙ୍କ ଉପରକୁ ତୀର ବର୍ଷଣ କରିଥିଲେ। ଫଳରେ ସେ ସେହିଠାରେ ଶହୀଦ ହୋଇଯାଇଥିଲେ। ୟଜିଦ୍ ବିନ୍ ଜମା ଉମ୍ମୁଲ୍ ମୁମିନିନ୍ ହଜରତ ଉମ୍ମେ ସଲମା ରଜିୟତଲାଙ୍କ ଭଣଜା ଥିଲେ। ତାଙ୍କୁ ଶହୀଦ କରିଥିବା ବ୍ୟକ୍ତିର ନାମ ହୁଜେଲ ବିନ୍ ଅବି ସଲ୍ତ ଥିଲା। ଏହି ବ୍ୟକ୍ତି ଜଣକ ୟଜିଦ୍ ବିନ୍ ଜମାଙ୍କୁ ଶହୀଦ କରିବା ପରେ ଅହଙ୍କାରପୂର୍ଣ୍ଣ ଭଙ୍ଗରେ ପଦାକୁ ବାହାରିଲା ଓ ତାର ଏହି ଧାରଣା ଥିଲା ଯେ ମୁସଲମାନମାନେ ଏହି ଘଟଣା ଯୋଗୁଁ ଭୟଭୀତ ହୋଇଯାଇଥିବେ। କିନ୍ତୁ ସେ ହୁଜେଲ ବିନ୍ ଅବି ସଲ୍ତ ଯେ କି ଦୁର୍ଗର ବାହାରକୁ ବାହାରିଥିଲା, ହଜରତ ୟଜିଦ୍ ବିନ୍ ଜମାଙ୍କ ଭାଇ ୟାକୁବ ବିନ୍ ଜମା ସେହି ଦୁର୍ଗର ଦୁଆର ପାଖରେ ଲୁଚି ରହିଥିଲେ ଓ ତାହାକୁ ଧରି ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟରେ ତାହାକୁ ଉପସ୍ଥାପନ କରିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଏହି ବ୍ୟକ୍ତି ଅର୍ଥାତ୍ ହୁଜେଲ ବିନ୍ ଅବି ସଲ୍ତ ମୋ ଭାଇର ହତ୍ୟାକାରୀ ଅଟେ। ତାପରେ ହୁଜେଲ ବିନ୍ ଅବି ସଲ୍ତର ସଂହାର କରିଦିଆଯାଇଥିଲା। ତେବେ ଏହି ଘଟଣାକ୍ରମ ଜାରି ରହିଛି। ଆସନ୍ତାରେ ମଧ୍ୟ ଏହାର ଅବଶିଷ୍ଟାଂଶ ଚର୍ଚ୍ଚା କରିବି। ବର୍ତ୍ତମାନ ମୁଁ ଦୁଇଟି ନମାଜ ଜନାଜା ପାଠ କରାଇବାକୁ ଚାହୁଁଛି। ପ୍ରଥମ ହେଲେ ଶ୍ରୀଯୁକ୍ତ ସ୍ୱର୍ଗତ ଡାକ୍ତର ସୈୟଦ ସାହାବ ଅହମଦ ସାହେବ। ସେ ଆଜିକାଲି କାନାଡ଼ାରେ ଥିଲେ। ମୂଳତଃ ସେ ଭାରତୀୟ ଅଧିବାସୀ। ବିଗତ ଦିନରେ 96 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ସ୍ୱର୍ଗତ ଡାକ୍ତର ସୈୟଦ ସାହାବ ଅହମଦ ସାହେବ ଓସିୟତ କରିଥିଲେ। ତାଙ୍କର ଜଣେ ପୁତ୍ର ସନ୍ତାନ ରହିଛନ୍ତି ଓ 3ଟି କନ୍ୟା ଅଛନ୍ତି। ସେ ହଜରତ ମସିହ ମଉଦ ଅଲୈହିସ୍ସଲାମଙ୍କ ସାହାବୀ ହଜରତ ସୈୟଦ ଇରାଦତ ହୁସୈନ ସାହାବଙ୍କର ନାତି ଥିଲେ। ତାଙ୍କର ନନା ବିହାରର ଅଧିବାସୀ ଥିଲେ। ସେ ଅଲିଗଡ଼ ମୁସଲିମ ୟୁନିଭର୍ସିଟିରୁ ମନସ୍ତତ୍ତ୍ୱବିତ ବିଷୟରେ MSc ଡିଗ୍ରୀ ପ୍ରାପ୍ତ କରିଥିଲେ। 1968 ମସିହାରେ ଖଲିଫତୁଲ ମସିହ ସାଲିସ ରହମୁଲ୍ଲାହ ତାଆଲାଙ୍କ ଆଦେଶ କ୍ରମେ କାନାଡ଼ା ଚାଲିଯାଇଥିଲେ। ସେଠାରୁ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟାପକ ଭାବରେ କ୍ଲିନିକାଲ ସାଇକୋଲୋଜିରେ ସେ ସାଇକୋଲୋଜିର ବିଷୟ ପଢ଼ାଉଥିଲେ। 9 ବର୍ଷ କାଳ ପର୍ଯ୍ୟନ୍ତ ସେ ପ୍ରାକ୍ଟିସ୍ କରିଥିଲେ ସେଠାରେ। ସ୍ୱର୍ଗତ ମହୋଦୟ ବିଭିନ୍ନ ସମୟରେ ଭାରତ ଓ କାନାଡ଼ାର ଜମାତର ସେବା କରିବାକୁ ସାମର୍ଥ୍ୟ ପ୍ରାପ୍ତ କରିଥିଲେ। ଦୀର୍ଘକାଳ ପର୍ଯ୍ୟନ୍ତ ସିସ୍କାଟ୍ୟୁନ୍ ଜମାତର ସଦର ଭାବରେ ମଧ୍ୟ ଦାୟିତ୍ୱ ସମ୍ପାଦନ କରିଥିଲେ। ଏହା ପୂର୍ବରୁ ସେ ସେକ୍ରେଟାରୀ ତବଲିଗ ରୂପେ ମଧ୍ୟ ସକ୍ରିୟ ଭାବରେ ସେବା କରିଥିଲେ। ଏଡମିଣ୍ଟମନ୍ ଠାରେ ଏହା ଏକ ସ୍ଥାନ। ସେଠାରେ ସେ ସେକ୍ରେଟାରୀ ଇଶାଆତ ଭାବରେ ଦାୟିତ୍ୱ ତୁଲାଇଥିଲେ। ଜଣେ ସଫଳ ଦାଇଲଲ୍ଲା ଥିଲେ। ଅନେକ ଲୋକ ତାଙ୍କ ହାତରେ ବୟତ କରି ଜମାତରେ ସାମିଲ ହୋଇଛନ୍ତି। ଜମାତ ଅହମଦିୟା କାନାଡ଼ାର ଇତିହାସ ଇଂରାଜୀ ଭାଷାରେ ସେ ଲେଖିଥିଲେ। ଇଂରାଜୀ ଭାଷାରେ ଜମାତର ଯେଉଁ ଇତିହାସ ଲେଖାଯାଉଛି ତାହାର ସେ ସଂଶୋଧନ କରିବାକୁ ସୁଯୋଗ ପାଇଥିଲେ, ଅବସର ପାଇଥିଲେ। ଜଣେ ବିଦ୍ୱାନ ଓ ଜ୍ଞାନୀଗୁଣୀ ବ୍ୟକ୍ତି ଥିଲେ। ଇଂରାଜୀ ଭାଷା ଓ ଉର୍ଦ୍ଦୁ ଭାଷାରେ ତାଙ୍କର ଦକ୍ଷତା ବେଶ ଅଧିକ ରହିଥିଲା। ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଲେଖନୀ ପ୍ରକାଶିତ ହେଉଥିଲା। ବିହାର ରାଜ୍ୟର ଇତିହାସ ସଂକ୍ରାନ୍ତରେ ମଧ୍ୟ ସେ ଲେଖିବାକୁ ସାମର୍ଥ୍ୟ ପାଇଥିଲେ। ତାଙ୍କର 2ଟି ପୁସ୍ତକ, ବିହାର ରାଜ୍ୟର ଅସହାବେ ଅହମଦ ଆଉ ଦ୍ୱିତୀୟଟି ବିହାର ରାଜ୍ୟରେ ଶୋହଦାଏ ଅହମଦିୟତ और ଚନ୍ଦ ଇବ୍ତିଦାଇ ମୁଖଲିସିନ୍, ଏହି 2ଟି ପୁସ୍ତକ ପ୍ରକାଶିତ ହୋଇସାରିଛି। ସେ ବହୁତ ଭଲ ଭାବରେ
ଏହି ଦୁଇଟି ପୁସ୍ତକକୁ ଲେଖିଥିଲେ। ତାଙ୍କର ଆଉ ଏକ ପୁସ୍ତକ ବିହାର ରାଜ୍ୟରେ ଅହମଦିୟତ ନାମରେ ମଧ୍ୟ ରହିଛି, ଯାହାକି ଇଂରାଜୀ ଭାଷାରେ ଲେଖାଯାଇଛି। ସ୍ୱର୍ଗତ ଡାକ୍ତର ଶାହାବ ସାହେବ ଜଣେ ଧର୍ମପରାୟଣ ବ୍ୟକ୍ତି, ଆଦର୍ଶବାଦୀ ବ୍ୟକ୍ତି ଥିଲେ। ଇସଲାମୀୟ ନୀତି ଶିକ୍ଷାର ନିୟମାନୁବର୍ତ୍ତୀ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ወସଲ୍ଲମ ଓ ହଜରତ ମସିହ ମଉଦ ଆଲୈହିସ୍ସଲାମ ତଥା ଖଲିଫାମାନଙ୍କ ସହିତ ଗଭୀର ସମ୍ପର୍କ ରହିଥିଲା। ତାଙ୍କର ଉତ୍ସର୍ଗପୂର୍ଣ୍ଣ ସମ୍ପର୍କ ରହିଥିଲା। ତାଙ୍କର ସୁପୁତ୍ର ସୈୟଦ ମୁବାରକ ଅହମଦ ସାହେବ କୁହନ୍ତି, ସ୍ୱର୍ଗତ ଡାକ୍ତର ଶାହାବ ଅହମଦ ସାହେବ ନିଜର ସମଗ୍ର ଜୀବନରେ କେବଳ ଗୋଟିଏ ସଂକଳ୍ପ ନେଇଥିଲେ, ତାହା ଏହିକି ଯେ ଆଲ୍ଲାହ ତାଆଲାଙ୍କର ପ୍ରସନ୍ନତା ପ୍ରାପ୍ତି କରିବା। ସୁତରାଂ 5 ବେଳା ନମାଜ ପାଠ କରିବାରେ ସିଏ ନିୟମାନୁବର୍ତ୍ତୀ ଥିଲେ। ଉପାସନା କରିବା ପ୍ରତି ବହୁତ ରୁଚି ରହିଥିଲା, ଆଗ୍ରହ ରହିଥିଲା। ସେଥିସହିତ ତବଲିଗ କରିବା ପ୍ରତି ମଧ୍ୟ ରୁଚି ରହିଥିଲା। ତାଙ୍କର ଅନେକ ପତ୍ର ମୋ ପାଖକୁ ସେ ଲେଖୁଥିଲେ, ମାର୍ଗଦର୍ଶନ ଲୋଡ଼ୁଥିଲେ। ଚାନ୍ଦାରେ ମଧ୍ୟ ସର୍ବାଗ୍ରେ ରହୁଥିଲେ। ଜୀବନର ଶେଷ 4 ବର୍ଷରେ ନିଜର ଆୟର 1/5 ଓସିୟତ କରିଦେଇଥିଲେ। ଆଲ୍ଲାହ ତାଆଲା ସ୍ୱର୍ଗତଙ୍କ ପ୍ରତି ସଦୟ ହୁଅନ୍ତୁ ଓ ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ। ଦ୍ୱିତୀୟ ଜନାଜା ହେଉଛି ଲାହୋରର ଶ୍ରୀଯୁକ୍ତ ସ୍ୱର୍ଗତ ମୁବାରକ ଖୋଖର ସାହେବ। 81 ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ସ୍ୱର୍ଗତ ମୁବାରକ ଖୋଖର ସାହେବ ଆଲ୍ଲାହ ତାଆଲାଙ୍କ କୃପାରୁ ଓସିୟତ କରିଥିଲେ। ଗୁଜରାୱାଲାର ଶହୀଦ ଅଫଜଲ ଖୋଖର ସାହେବଙ୍କ ସର୍ବକନିଷ୍ଠ ଭାଇ ଥିଲେ ଏବଂ ଅଶରଫ ଖୋଖର ଶହୀଦଙ୍କର ଚଚା ଥିଲେ। ସ୍ୱର୍ଗତଙ୍କ ବଂଶରେ 2 ଜଣ ଶହୀଦ ହୋଇଛନ୍ତି। ସ୍ୱର୍ଗତ ମୁବାରକ ଖୋଖର ସାହେବ ହଜରତ ଖଲିଫାତୁଲ ମସିହ ରାବେ ରହମତୁଲ୍ଲାହ ତାଆଲାଙ୍କ ସହିତ ନିଷ୍ଠାପୂର୍ଣ୍ଣ ସମ୍ପର୍କ ରଖିଥିଲେ। ଖଲିଫା ରାବେ ରହମତୁଲ୍ଲାହ ତାଆଲା ହିଁ ମୁବାରକ ଖୋଖର ସାହେବଙ୍କର ରିଶ୍ତା ଓ ବିବାହ କରାଇଥିଲେ। ହୁଜୁରଙ୍କ ଆହ୍ୱାନ କ୍ରମେ ସେ କରାଚିରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ଆଉ ସେଥିରେ ସେ ବେଶ ସଫଳ ହୋଇଥିଲେ। ଜମାତ ଦୃଷ୍ଟିରୁ ତାଙ୍କ ଉପରେ ଏପରି କୌଣସି ପ୍ରମୁଖ ସେବା ନ୍ୟସ୍ତ ହୋଇନଥିଲା, କିନ୍ତୁ ଜମାତର ସେବା ନିମନ୍ତେ ସେ ସର୍ବଦା ତତ୍ପର ରହୁଥିଲେ, ସଙ୍ଗେ ସଙ୍ଗେ ଉପସ୍ଥିତ ହୋଇଯାଉଥିଲେ। ଜମାତ ଓ ଖଲିଫା ସହିତ ତାଙ୍କର ଗଭୀର ସମ୍ପର୍କ ଓ ନିବିଡ଼ତା ରହିଥିଲା। ଜଣେ ମେଳାପୀ, ବିନମ୍ର ଓ ଲୋକମାନଙ୍କ କଷ୍ଟ ଦୁଃଖକୁ ଅନୁଭବ କରୁଥିବା ବ୍ୟକ୍ତିତ୍ୱ ଥିଲେ। ନିଜ ପଛରେ ପତ୍ନୀଙ୍କ ବ୍ୟତୀତ ଗୋଟିଏ କନ୍ୟା ସନ୍ତାନ ଓ 2 ଜଣ ପୁତ୍ର ସନ୍ତାନ ସେ ଛାଡ଼ି ଯାଇଛନ୍ତି। ଆଲ୍ଲାହ ତାଆଲା ସ୍ୱର୍ଗତଙ୍କ ପ୍ରତି ସଦୟ ହୁଅନ୍ତୁ ଓ ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.